ନାଇଁ ନବମ ଅଧ୍ୟାୟ ପଢା ହବ। ନାଇଁ 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 ଦଶମ ନାଇଁ ଅଧ୍ୟାୟ ଦଶମ ଅଧ୍ୟାୟ ପଢା ହବ। ଦଶମ ଅଧ୍ୟାୟ ନବମ କମ୍ପ୍ଲିଟ ନବମ କମ୍ପ୍ଲିଟ ହେଇଛି, ଦଶମ ପଢା ହବ। ଆଉ ଆମେ ଏବେ କଣ ପଢୁଥିଲେ, କାହାର ମନେ ଅଛି କିଏ କହିପାରିବ? ପ୍ରଭୁ ଆମେ ଯୋଉ ଭକ୍ତି ସାଧନ ଯୋଉ 64 ଅଙ୍ଗ ଅଛି ସେଇଟା ଆଲୋଚନା ଚାଲିଛି। ସେଥିରୁ ଆମର 42ଟି ଅଙ୍ଗ ପର୍ଯ୍ୟନ୍ତ ସରିଛି, ଆଜି 43 ଅଙ୍ଗ ଆରମ୍ଭ ହବ। ବହୁତ ବହୁତ ଧନ୍ୟବାଦ ଭାଗବତ ପ୍ରଭୁ। 43 ବି ସରିଛି, ଯୋଉ ଆରତୀ ଦର୍ଶନ ଉତ୍ସବଟା ଆଜି 44 ରୁ ଆରମ୍ଭ ହବ। 44 45 ହଉ। ଦଶମ ଅଧ୍ୟାୟର ନାମ ରଖିଛନ୍ତି ପ୍ରଭୁପାଦ ମହାରାଜ, ଶ୍ରବଣ ଓ ସ୍ମରଣର କୌଶଳ। ଏଇଟା ଅଛି ତ ନୂଆ ବହିରେ? ଆଜ୍ଞା ପ୍ରଭୁଜୀ, ଶ୍ରବଣ ଓ ସ୍ମରଣର କୌଶଳ। ଶ୍ରବଣ ମାନେ କଣ? ଶୁଣିବା ପ୍ରଭୁଜୀ। हरे कृष्ण माताजी, सादर प्रणाम। आज क्लास जॉइन करथिले ना माताजी? मुकुंद प्रिया माताजी? ଦିଦି ହଁ ଜଏନ୍ କରିଥିଲି ତ, ଯୋଉ ଭାଗବତ କ୍ଲାସ ହଉଥିଲା ତ हाँ निताई प्रभु କରିଥିଲି ପରା। हरे हाँ, कृष्ण करथिली। हरे कृष्ण 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 हरे 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 राम राम राम। सॉरी, कॉल आसीगला गोटे, सकाळ क्लास आरंभ हो कॉल। श्रवण माने कौन किए कहि परिबा? हरे कृष्ण। एठी हमर आध्यात्मिक इरे श्रवण अर्थ हैला भगवानकर लीला श्रवण, गुण श्रवण, रूप वर्णना एसबु श्रवण। धन्यवाद। आगे कहबो? प्रभुजी सेम भगवानଙ୍କର କଥାକୁ ଆମେ ଯାହା ଶ୍ରବଣ କରିବା ତାକୁ ଶ୍ରବଣ କୁହାଯାଏ। ଅଲଗା କଥା ଯଦି ଆମେ କିଛି ଶୁଣୁଛୁ ସେଇଟା ଗୋଟେ ମାନେ ଭୌତିକ ଦୁନିଆର ଖରାପ ଜିନିଷ ବୋଲି ଆମେ କହୁ। प्रथम पैराग्राफ जन भक्त पढ़ा। हरे कृष्ण प्रभुजी, समस्त वैष्णव प्रणाम। कृष्ण भावना अमृत ଓ ଭକ୍ତିର ଆରମ୍ଭ ଶ୍ରବଣରୁ ହୁଏ, ଯାହା ସଂସ୍କୃତରେ ଶ୍ରବଣମ୍। ସମସ୍ତ ଲୋକଙ୍କୁ ପ୍ରେମପୂର୍ଣ୍ଣ ଆଲୋଚନାରେ ଆସି ଯୋଗ ଦେବାର ସୁଯୋଗ ମିଳିବା ଆବଶ୍ୟକ, ତାହେଲେ ସେମାନେ ଶ୍ରବଣ କରିପାରିବେ। କୃଷ୍ଣ ଭାବନା ଅମୃତରେ ଅଗ୍ରଗତି ପାଇଁ ଏହି ଶ୍ରବଣ କରିବା ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ। ଯେତେବେଳେ ଜଣେ ବ୍ୟକ୍ତି ଶବ୍ଦ ବ୍ରହ୍ମର ଦିବ୍ୟ ସ୍ପନ୍ଦନକୁ ତାର କର୍ଣ୍ଣରେ ଗ୍ରାହିକା ଶକ୍ତି ସହିତ ଯୋଗ କରେ, ସେତେବେଳେ ଦ୍ରୁତ ବେଗରେ ସେ ଶୁଦ୍ଧପୂତ ହୁଏ ଏବଂ ତାର ହୃଦୟ ନିର୍ମଳ ହୁଏ। ଶ୍ରୀ ଚୈତନ୍ୟ ମହାପ୍ରଭୁ ଜୋର ଦେଇ କହିଛନ୍ତି ଯେ ଏହି ଶ୍ରବଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା ଦୋଷଯୁକ୍ତ ଆତ୍ମାର ହୃଦୟକୁ ନିର୍ମଳ କରେ, ଯାହା ଫଳରେ ସେ ଭକ୍ତି ପଥରେ ପ୍ରବେଶ କରିବାକୁ ଏବଂ କୃଷ୍ଣ ଭାବନା ଅମୃତ ଉପଲବ୍ଧି କରିବାକୁ ଶୀଘ୍ର ଯୋଗ୍ୟ ହୁଏ। धन्यवाद। रूप गोस्वामी लिखुଛନ୍ତି ଶ୍ଳୋକରେ, ଶ୍ରବଣ ନାମ ଚରିତ ଗୁଣ ଆଦି ନା ଶ୍ରୁତି ଭବେତ। ଶ୍ରବଣ ନାମ ଚରିତ ଗୁଣ ଆଦି ନା। ଆମେ ଭଗବାନଙ୍କର ନାମ, ରୂପ, ଗୁଣ, ଚରିତ ବା ଲୀଳା ଆଦି ଶ୍ରବଣ କୁହାଯାଏ। ଶ୍ରବଣ କେତେ ପ୍ରକାର? କିଏ କହିପାରିବ? ଶୁଣୁଛନ୍ତି ମୋ କଥା? ଶ୍ରବଣ 3 ପ୍ରକାର ବୋଲି ଅଛି, 3 ପ୍ରକାର। ଆଚ୍ଛା, ବହୁତ ବହୁତ ଧନ୍ୟବାଦ ଭାଗବତ ପ୍ରଭୁ। 3 ପ୍ରକାର, ଆଉ ଟିକେ ଅଧିକା, 3 ରୁ ଅଧିକା। ଏ ଯୋଉ ଆଦି ଅଛି ନା, 3 ବା ଅଧିକା। ନାମ, ଲୀଳା, ଚରିତ, ତାପରେ ଆଦି ଅଛି। ଆଦି ମାନେ ଭଗବାନଙ୍କର ଆହୁରି କିଛି ତଦୀୟ ବସ୍ତୁ, ଧାମ, ଭକ୍ତ,
ଏମାନଙ୍କ ବିଷୟରେ ଏମାନେ ସବୁ ଆସୁଛନ୍ତି ଆଧିରେ। ତେଣୁକରି 3 ବା ତାଠୁ ଅଧିକା। ତ ଆମର ଶ୍ରବଣ କରିବା ପାଇଁ ବହୁତ ଲୋକ ବହୁତ କିଛି ପଇସା ଖର୍ଚ୍ଚ କରୁଛନ୍ତି ଜଗତରେ। କିଏ ଫିଲ୍ମ ଯାଉଛି, କିଏ ବିଭିନ୍ନ ପ୍ରକାର ଭଲ ଭଲ, ଏବେ ନ୍ୟୁ ଇୟର ଆଇଲା ତ କେତେ ଲୋକ କେତେ ପ୍ରକାର ମ୍ୟୁଜିକ କଣ କଣ ସବୁ ଆରେଞ୍ଜମେଣ୍ଟ କରିବେ, ବହୁତ ପଇସା ବ୍ୟୟ କରିବେ। କିନ୍ତୁ ପ୍ରକୃତର ଶ୍ରବଣ ହଉଛି ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଆଦି ଶ୍ରବଣ। ଏଇଟାକୁ କୁହାଯାଏ ଶ୍ରବଣ। ଏବଂ ଏଠି ଦ୍ୱିତୀୟ ପାରାଗ୍ରାଫ କହୁଛନ୍ତି ଗରୁଡ଼ ପୁରାଣରେ ଏହି ଶ୍ରବଣ ଉପରେ ଗୁରୁତ୍ୱ ଦେବା ଭାରି ସୁନ୍ଦର ଭାବରେ ପ୍ରକାଶିତ ହୋଇଛି। ଭୌତିକ ଜଗତର ବଦ୍ଧ ଜୀବର ଅବସ୍ଥା ଠିକ ସର୍ପ ଦଂଶନରେ ଅଚେତ ହୋଇ ପଡି ରହିଥିବା ମନୁଷ୍ୟ ସଦୃଶ। ଏଟା ବହୁତ ଇମ୍ପୋର୍ଟାଣ୍ଟ ସେଣ୍ଟେନ୍ସ। ଆମେ ସମସ୍ତେ ମୂର୍ଚ୍ଛିତ ହେଇକି ଅଛନ୍ତି। ମାୟା ମାନେ ଗୋଟେ ପ୍ରକାର ମୃତ୍ୟୁ। ବା ସେନ୍ସଲେସ୍, ମୂର୍ଚ୍ଛା ହେଇକି ପଡିଛନ୍ତି। ତ ଆପଣ ମାନେ ଜଡ ଜଗତରେ ଦେଖିଥିବେ ଯୋଉମାନଙ୍କୁ ସାପ କାମୁଡେ ସେମାନେ ସେନ୍ସଲେସ୍ ହେଇ ପଡିଥାନ୍ତି, କୋଉଠି ପାଟିରୁ ଫେଣ ବାହାରିଥାଏ ବା କଣ ଥାଏ, କିଛି ଚେତନା ନଥାଏ। ତ ତାଙ୍କୁ କିଛି ଗୁଣିଆ ଆସିକି ଝାଡେ ବା କିଛି ବୈଦ୍ୟ ଆସି କିଛି ଗଦ ଆଦି କିଛି ଶୁଙ୍ଘାଏ ବା ଖାଇବାକୁ ଦିଏ, କିଛି ମନ୍ତ୍ର ପାଠ କରେ, ତାପରେ ସେ ଚେତନ ଅବସ୍ଥାକୁ ଆସନ୍ତି, ଉଠନ୍ତି। ପ୍ରଭୁପାଦ ମଧ୍ୟ ଏଇ ଏକ୍ସାମ୍ପଲ ଏଇ ପାରାଗ୍ରାଫ ଦେଇଛନ୍ତି। ସର୍ପ ଦଂଶନ ଫଳରେ ମନୁଷ୍ୟ ତତ୍କ୍ଷଣାତ୍ ମୃତ୍ୟୁବରଣ କରେ ନାହିଁ, କିନ୍ତୁ ପ୍ରଥମେ ଅଚେତ ହୋଇ ପଡେ ଏବଂ ସେଇ ଅଚେତ ଅବସ୍ଥାରେ କିଛି ସମୟ ପଡି ରହେ। ଭୌତିକ ଜଗତରେ କୌଣସି ବ୍ୟକ୍ତି ସୁସ୍ଥ ଅବସ୍ଥାରେ ଥିବା ସଦୃଶ, କାରଣ ସେ ନିଜ ସ୍ୱରୂପ ସମ୍ବନ୍ଧରେ ନିଜର ପ୍ରକୃତ କର୍ତ୍ତବ୍ୟ ଓ ଭଗବାନଙ୍କ ସହିତ ତାର ସମ୍ବନ୍ଧ ସମ୍ପର୍କରେ ଅଜ୍ଞ ଅଟେ। ତେଣୁ ଭୌତିକ ଜୀବନର ଅର୍ଥ ମାୟା ରୂପକ ସର୍ପ ଦଂଶନରେ ସେ ମୋହଗ୍ରସ୍ତ ଏବଂ ସେହି କାରଣରୁ କୃଷ୍ଣ ଚେତନା ବିହୀନ ହୋଇ ସେ ମୃତ ପ୍ରାୟ। ସର୍ପ ଦଂଶନ ଦ୍ୱାରା ମୃତପ୍ରାୟ ହୋଇ ଜଣାଯାଉଥିବା ମନୁଷ୍ୟକୁ ମନ୍ତ୍ର ଉଚ୍ଚାରଣ ସାହାଯ୍ୟରେ ପୁନର୍ବାର ଚେତନମୟ ଜୀବନକୁ ଫେରାଇ ଅଣାଯାଇପାରେ। ମନ୍ତ୍ର ଉଚ୍ଚାରଣ ସାହାଯ୍ୟରେ ଯୋଉ ଗୁଣିଆ ଆସି କିଛି ମନ୍ତ୍ର ପାଠ କରି ଯୋଉ ସାପର ବିଷ ଝାଡନ୍ତି, ଏବେ ବି ବିଶ୍ୱାସ ଅଛି ଆମର ଲୋକମାନଙ୍କର। ଏବଂ ଏପରି ମନ୍ତ୍ର ଉଚ୍ଚାରଣ କରିପାରୁଥିବା ଦକ୍ଷ ଲୋକ ହଉଛନ୍ତି ଗୁଣିଆ, ଯେଉଁମାନେ ଅଦ୍ଭୁତ କାର୍ଯ୍ୟ ସାଧନ କରିପାରନ୍ତି। ସେହିପରି ମହାମନ୍ତ୍ର ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ ଶ୍ରବଣ ଦ୍ୱାରା ଭୌତିକ ଜୀବନର ଭୟଙ୍କର ଅଚେତ ଅବସ୍ଥାରେ ପୃଷ୍ଠ ଚେତନା ସ୍ତରକୁ ମନୁଷ୍ୟକୁ ଫେରାଇ ଅଣାଯାଇପାରେ। ତ ଏ ଭୌତିକ ଜଗତ ଦ୍ୱାରା ସମସ୍ତେ ସର୍ପ ଦଂଶନରେ ଆକ୍ରାନ୍ତ। କୋଉ ପ୍ରକାର ସର୍ପ? ଏଇ ମାୟା ରୂପୀ ସର୍ପ। ଅହମ ମମେତି, ମୁଁ ମୋର। ତେଣୁକରି ଏଥିରୁ ମୁକ୍ତି ପାଇବା ପାଇଁ ହେଲେ ପ୍ରଥମେ ଶ୍ରବଣ କରିବା ପାଇଁ ପଡିବ। କାଠୁ? ଏଇ ଯୋଉ ଗୁଣିଆ କିଏ? ଆମର ଆଚାର୍ଯ୍ୟ, ଗୁରୁ, ସାଧୁ ମୁଖରୁ। ତେଣୁକରି ଭକ୍ତି ଠାକୁର ଲେଖିଲେ, ଯାଅ ଭାଗବତ ପଢ ବୈଷ୍ଣବର ସ୍ଥାନେ। ଆମେ ଭଗବାନଙ୍କ ବିଷୟରେ ଶ୍ରବଣ କରିବା ବୈଷ୍ଣବ ଶ୍ରୀମୁଖରୁ, ତାହେଲେ ସେଇଟା ଆମର ଶ୍ରୀପ୍ରଭୁ କାର୍ଯ୍ୟ ସାଧନ କାର୍ଯ୍ୟ ଦେବ। ସେପରି ଆମେ ସର୍ପ ଦଂଶନ କଲେ ଜଣେ ବ୍ୟକ୍ତି ମୂର୍ଚ୍ଛିତ ହୁଅନ୍ତି ଏବଂ ଯାହାକୁ ଆମକୁ ଏଇ ସଂସାର ରୂପୀ ସର୍ପ, ମାୟା ରୂପୀ ସର୍ପ ଆମକୁ ଦଂଶନ କରିଛି ଏବଂ ଆମେ ଚେତନା ଶୂନ୍ୟ ହୋଇ ବ୍ୟକ୍ତିର ଏକମାତ୍ର ଔଷଧ, ଚେତନା ଶୂନ୍ୟ ବ୍ୟକ୍ତିର ଏକମାତ୍ର ଔଷଧ ହଉଛନ୍ତି ହରେ କୃଷ୍ଣ ମହାମନ୍ତ୍ର। এই ବୈଷ୍ଣବ ମନ୍ତ୍ର ଶ୍ରବଣ କଲେ ବ୍ୟକ୍ତି ମୁକ୍ତି ହୁଏ, ମୁକ୍ତି ପ୍ରାପ୍ତ ହୁଏ এই ମହାମନ୍ତ୍ର ଶ୍ରବଣ କରିବା ଦ୍ୱାରା। ଏବଂ ତାପରେ କହୁଛି ଭଗବାନଙ୍କର ଲୀଳା ଶ୍ରବଣ।
भगवान लीला श्रवण विषय रे प्रभुपाद महाराज लिखुଛନ୍ତି तापर पेज रे सेकंड पैराग्राफ रे जो चैतन्य महाप्रभु मध्य वर्तमान कली युग रे पैराग्राफ लिखुଛନ୍ତି जे जाहे महान भक्त एवं आचार्य गण द्वारा उच्चारित शब्द ब्रह्म जदि जने कानडी शुणे तेरे ताहा ही केवल ताको समस्त भौतिक बंधन मुक्त करियो तेणु श्री चैतन्य महाप्रभुଙ୍କର उपदेश जे भगवान को प्रकृत भक्त रूपक अधिकारी ठार केवल श्रवण करिया उचित कहा ठार श्रवण कर उपयुक्त सोर्स जपरी गाईर क्षीर अमृत आपण माने सब जानछन्ती हमर आचार्य माने उदाहरण दिले क्लास रे यदि विषधर सर्प ताको उच्छिष्ट करता है से क्षीर खाली जे शरीर असुस्थ हुए ठीक से हरि कथा हूँ कथा अमृत एटा पान करा जाए कथा को कान माध्यम पान करा जाए किंतु कहूथुवा व्यक्ति किए एटा को ध्यान देबा पड़े से केते सीरियस रे भगवान कथा आलोचना कर भगवान प्रीति भगवान कथा आलोचना कर कि निजर नाम प्रतिष्ठा कि निजर पैसा इनकम मूल लक्ष्य चेतनाटा ही आम श्रोता भाव पड़े एंटरटेनमेंट भक्ति गोटे एंटरटेनमेंट नुह प्रभुपाद महाराज समस्त को आकर्षण करने विभिन्न प्रकार सोर्स अवलंबन कर एंटरटेनमेंट प्रभु प्रश्न थिला जे दर श्रवण दर आपण कहले जने श्रवण विभिन्न पई करि पारे जने पैसा पई करि पारे नाम विख्यात पचरि परबी तो माने ना ना मझिरे पचरिबिनी रखंतु टिके मझिरे जत कोई भी प्रश्न करबे करिवे देखि रखंतु ठीक है प्रभु हरे कृष्ण हरे कृष्ण तेणुक आम उपयुक्त सोर्स जदि आम श्रवण करवा ताहले हमर जो कृष्ण अनुभूतिटा बहुत शीघ्र है तेणुक सावधान सहकार श्रवण करने पड़ो जे सावधान सहकार श्रवण कर गाहाड़ कर्ण ध्यान देख श्रवण शुणवे तृप्त हेउना एपरी व्यक्ति लालसा जहाँ पाखे अच्छी से व्यक्ति भय शोक माने भय शोक भोक ये सब मोह आ रहा आमे ये प्रश्न आसो जे आमे श्रवण करछे कि आम तो भोक लगुच बेले बेले टाइम देखुचे केते प्रभु क्लास सारे आम जा माने आम कथा पढ़ ये कथा पढ़नी मंदिर टेम्पल भागवत क्लास सर जा कि प्रसाद पाया टाइम हो गलानी कि ऑफिस जीवी किंतु जी भागवत कहते रूप गोस्वामी कहते भक्ति रस सिंधु ग्रंथ रे जे उपयुक्त श्रोता सी जदि पूरा हृदय मन दे श्रवण करेंगे ताल भोक शोष एवं ये जो मोह इत्यादि किसी रही तार एग्जांपल होचंती परीक्षित महाराज 7 दिन नष्ट श्रवण करथिले ताको शोष लागु नथला कि भोक लागु नथला गुरुदेव पर सुखदेव गोस्वामी पचारले मझे परीक्षित तुम एत समय श्रवण कर तुम किसी शारीरिक वृत्ति ना मो किसी जना एवं उपयुक्त वक्ता जिते उपयुक्त श्रोता पाइबे से बहुत माने तत्पर हेबे ताकर अनुभव कथा को श्रवण करने कृष्ण का जो अनुभव करथिबे भगवान को लीला भगवान को रूप भगवान को गुण ये उपयुक्त श्रोता पाखरे से कहया से तत्पर होछ तेणुक सावधान सहकार आमको श्रवण करने पड़े नहले आम ए श्रवणर उपयुक्त मूल्य आम उठे पार
ଏବଂ ତାପରେ କହୁଛନ୍ତି ପ୍ରଶ୍ନ ଆସିବ ତାହେଲେ ଏଇଭଳିଆ କଥା କୋଉଠି ମିଳିବ? ଆମେ ଯଦି ଏମିତି ଶ୍ରବଣ କରିବା କୋଉଠି ମିଳିବ ଭଳିଆ କଥା? ତସ୍ମିନ୍ ମହନ୍ ମୁଖରିତା ମଧୁରୀ ଚରିତ୍ର ପୀୟୁଷ ଶେଷ ସରିତ ପରିତ ଶ୍ରବନ୍ତି। ଭଗବାନଙ୍କର ଯେଉଁ ଶୁଦ୍ଧ ଭକ୍ତ ମାନେ ଅଛନ୍ତି ସେମାନଙ୍କ ଶ୍ରୀମୁଖରୁ ଅବିଶ୍ରାନ୍ତ ଅମୃତର ସାର ସ୍ୱରୂପ ଏଇ ନଦୀ ବହି ଚାଲିଛି। ଭଗବାନଙ୍କ କଥାର ବିଶେଷଣ ଦଉଛନ୍ତି ମୁଖରିତା। ସାଧୁ ମାନଙ୍କୁ ମୌନୀ ବୋଲି କୁହାଯାଏ। ମୌନ ବ୍ୟକ୍ତି। ସାଧୁ ପ୍ରାୟ ଟାଇମ୍ କିଛି ବେଶୀ ପ୍ରଜଳ୍ପ କରିବା ପାଇଁ ଚାହାନ୍ତିନି, କିନ୍ତୁ ଯେତେବେଳେ ଉପଯୁକ୍ତ ସତ୍ତା ପାଆନ୍ତି ସେ ନନଷ୍ଟପ୍ କହି ଚାଲନ୍ତି ଭଗବାନଙ୍କ ବିଷୟରେ। ଏବଂ ମୁଖରିତ ମାନେ ଏଇ ମୌନୀ ବ୍ୟକ୍ତିକି ବି ଯିଏ ବାଚାଳ କରିଦିଏ ସେ ହଉଛି ଭଗବାନଙ୍କର ଏ ନାମ ରୂପ ଲୀଳା ଚରିତ୍ର ଆଦି। ସୁଖଦେବ ଗୋସ୍ୱାମୀ କଥା ଆମେ ଶୁଣୁଥିଲେ, କଥା ଆରମ୍ଭ କଲେ ଯେ 7 ଦିନ ପରେ ଅବିଶ୍ରାନ୍ତ କହି ଚାଲିଲେ, ପରୀକ୍ଷିତ ମାନେ ମଧ୍ୟ ଶ୍ରବଣ କରି ଚାଲିଲେ। ଉପଯୁକ୍ତ ଶ୍ରୋତା ମିଳିଲେ ଶୁଦ୍ଧ ଭକ୍ତ ତାଙ୍କର ଅନୁଭବର ବାଣୀ ତାଙ୍କ ପାଖରେ ଉପସ୍ଥାପନ କରନ୍ତି। ଏଠି ଏକ୍ସାମ୍ପଲ ଦଉଛନ୍ତି ରୂପ ଗୋସ୍ୱାମୀ ଭକ୍ତି ରସାୟନ ଗ୍ରନ୍ଥରେ, ଯେପରି ଗୋଟେ ଝରଣାର ଏକ୍ସାମ୍ପଲ ଦିଆଯାଇଛି, ଉଦାହରଣ ଦିଆଯାଇଛି। ପର୍ବତ ଉପରେ ଝରଣା ରହେ, କେବେ କେବେ ଝରଣା କଳ କଳ ଶବ୍ଦ କରି ବହି ଚାଲେ, କେବେ କେବେ ପାଣି ଝରିଆ ବନ୍ଦ ହେଇଯାଏ। ତେଣୁ ଭକ୍ତଙ୍କୁ ଶ୍ରବଣ କରିବା ପାଇଁ ଉପଯୁକ୍ତ ଶ୍ରଦ୍ଧାଳୁ ମିଳିଗଲେ ସେ କହିବା ପାଇଁ ଇଚ୍ଛୁକ ହୁଅନ୍ତି ଏବଂ କହି ଚାଲନ୍ତି। ଆଉ ଯେତେବେଳେ ଉପଯୁକ୍ତ ଶ୍ରଦ୍ଧାଳୁ ନ ମିଳିବେ ତାଙ୍କ ହରିକଥା ସେ ବନ୍ଦ କରିଦିଅନ୍ତି। ଏବଂ ରୂପ ଗୋସ୍ୱାମୀ କହୁଛନ୍ତି ଭକ୍ତି ରସାୟନ ଗ୍ରନ୍ଥରେ, ଉପଯୁକ୍ତ ଶ୍ରୋତାଙ୍କୁ ସେ ଶ୍ରବଣ କରିବା ପାଇଁ ଏପରି ପୀଡା ଅନୁଭବ କରନ୍ତି, ମାନେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ମାନେ କହୁଛନ୍ତି ଯେପରି ଜଣେ ଏକ୍ସାମ୍ପଲ ଦଉଛନ୍ତି, ଯେପରି ଜଣେ ଗର୍ଭବତୀ ନାରୀ ତାର ଗର୍ଭ ମାନେ ପ୍ରସବ କରିବା ପାଇଁ, ସନ୍ତାନ ପ୍ରସବ କରିବା ପାଇଁ ଯୋଉ ତତ୍ପର ହୁଏ, ସେହିପରି ଉପଯୁକ୍ତ ଶ୍ରୋତା ମିଳିଗଲେ ଯେ ଭକ୍ତ ଭାଗବତ, ଭାଗବତ ଦୁଇ ପ୍ରକାର, ଗ୍ରନ୍ଥ ଭାଗବତ ଏବଂ ଭକ୍ତ ଭାଗବତ। ଗ୍ରନ୍ଥ ଭାଗବତ ଆମ ସମ୍ମୁଖରେ ଆମର ଯୋଉ ଭଗବାନଙ୍କର ବାଣୀ ଅବତାର, ବାଙ୍ଗ୍ମୟ ଅବତାର ଆମେ ପଢୁଛନ୍ତି। ଆମର ମହାନ ଆଚାର୍ଯ୍ୟ ଜଗତଗୁରୁ ଶ୍ରୀ ପ୍ରଭୁପାଦ ମହାରାଜ ଟୀକା ମଧ୍ୟ କରିଛନ୍ତି ସେଥି ଉପରେ, ତା ଉପରେ ଆମେ ପଢୁଛନ୍ତି। ଏବଂ ଭକ୍ତ ଭାଗବତ ଯେ ସେଇ ଭାଗବତକୁ ଆସ୍ୱାଦନ କରିଛନ୍ତି, ତାଙ୍କ ହୃଦୟରେ ଧାରଣ କରିଛନ୍ତି, ତାଙ୍କ ମୁଖରୁ ଅବିଶ୍ରାନ୍ତ ଭାବରେ ନନଷ୍ଟପ ଭାବରେ ଭଗବାନଙ୍କ ନାମ ରୂପ ଗୁଣ ଲୀଳା ଚରିତ୍ର ଆଦି ବାଣୀ ରୂପରେ ବହି ଚାଲିଛି। ଯେପରି ଗର୍ଭବତୀ ସ୍ତ୍ରୀ ତାଙ୍କର ଗର୍ଭଧାରଣ ସମୟରେ ଯେପରି ପୀଡା ଅନୁଭବ କରନ୍ତି, ଗର୍ଭବତୀ ସ୍ତ୍ରୀକୁ ଯେତେବେଳେ କଷ୍ଟ ବା ପୀଡା ଆରମ୍ଭ ହୁଏ ସେତେବେଳେ ସେ ଚାହାନ୍ତି ଗର୍ଭକୁ ବାହାର କରିବା ପାଇଁ। ଠିକ ସେହିପରି ଯେଉଁମାନେ ଭଗବାନଙ୍କର ଲୀଳା ଆସ୍ୱାଦନ କରିଛନ୍ତି ସେ ସୁଖ ସେମାନଙ୍କୁ ମୁଖରିତ କରିଦିଅନ୍ତି ଏବଂ ଅମୃତର ଧାରା ପ୍ରବାହ କରନ୍ତି। ଅମୃତର ଧାରା ପ୍ରବାହ ହେଉଛି ସେଥିରେ କୌଣସି ବ୍ୟକ୍ତି ଅବିତୃଷ୍ଣା ଗାହାଡ କରିନେଇ ଅତ୍ୟନ୍ତ ସାବଧାନରେ ଶ୍ରବଣ କରୁଛନ୍ତି, ମନ ଦେଇକି ଶ୍ରବଣ କରୁଛନ୍ତି ଏବଂ ଯେତେ ଶ୍ରବଣ କଲେ ମଧ୍ୟ ତୃପ୍ତ ହୁଅନ୍ତି ନାହିଁ। ସେଇଭଳି ବ୍ୟକ୍ତିଙ୍କୁ ଭୋକ, ଶୋଷ, ଭୟ, ଶୋକ, ମୋହ ସ୍ପର୍ଶ କରିପାରିବ ନାହିଁ। ଯୋଉ ଶ୍ରବଣ କଲେ ଭୋକ, ଶୋଷ, ମୋହ ବା ଦୁଃଖ ଏସବୁ ସ୍ପର୍ଶ କରିପାରେ ନା, କୋଉ ଭଳି ବ୍ୟକ୍ତିଙ୍କୁ ପରୀକ୍ଷିତ ମହାରାଜ ପରି ଏଭଳି ସ୍ଥିତିରେ ପହଞ୍ଚିଲେ ସେତେବେଳେ ଯେତେବେଳେ ଶ୍ରବଣର ବ୍ୟାକୁଳତା ରହିବ ସେତେବେଳେ ଏଇ ଭୋକ, ଶୋଷ, ଭୟ, ଶୋକ ଆଦି କୌଣସି ପ୍ରକାର ମାନେ ବାହ୍ୟ ଗୁଣ ସ୍ପର୍ଶ କରିପାରିବନି। ଅବିତୃଷ୍ଣ ଗାହାଡ କରିନି। ଏବଂ ବାସ୍ତବରେ ଏହା ହିଁ ବୈଷ୍ଣବଙ୍କର ଲକ୍ଷଣ। ଶ୍ରୀମଦ୍ ଭାଗବତମ ତୃତୀୟ ସ୍କନ୍ଧ କହୁଛନ୍ତି କର୍ଦମ ମୁନି ଭଗବାନ କପିଳ ଦେବ ତାଙ୍କ ମାଙ୍କୁ ଦୁରାପ୍ୟାୟ ଅଳ୍ପ ତପସ ସେବା ବୈକୁଣ୍ଠ ବତ୍ ଯତ୍ର ଉପଜ୍ଞତେ ନିତ୍ୟଂ ଦେବ ଦେବ ଜନାର୍ଦ୍ଦନ।
ଭଗବାନଙ୍କର ଭକ୍ତଙ୍କର ସେବା ବଡ ଦୁର୍ଲଭ। ଭକ୍ତଙ୍କ ପାଇଁ କହୁଛନ୍ତି ବୈକୁଣ୍ଠ ବତ୍ମସୁ, ଏ ଯୋଉ ଶବ୍ଦ ଦଉଛନ୍ତି ଭକ୍ତଙ୍କ ପାଇଁ, ବୈକୁଣ୍ଠ ପାଇଁ ଯେଉଁମାନେ ରାସ୍ତା, ବୈକୁଣ୍ଠକୁ ପାଇଁ ଯେଉଁମାନେ ରାସ୍ତା ତିଆରି କରନ୍ତି। କେଉଁ ପ୍ରକାର ଭକ୍ତ? ଯତ୍ର ଉପଗୀୟତେ ଦେବଦେବ ଜନାର୍ଦ୍ଦନ। ଭକ୍ତଙ୍କର ଏହି ଲକ୍ଷଣ, ଭଗବାନଙ୍କର ଗୁଣଗାନ କୀର୍ତ୍ତନ ହେଉଛି ଏଇଟା ହଉଛି ଭକ୍ତଙ୍କର ଲକ୍ଷଣ। ସାବଧାନ ସହ ଏହା ପାଳନ କରୁଛନ୍ତି, ସେତେବେଳେ ତାଙ୍କୁ ଭୋକ ଶୋଷ ଆଦି କୌଣସି ପ୍ରକାର ବାହ୍ୟ ଲକ୍ଷଣ ଭକ୍ତିରେ ବାଧା ଦିଏ ନାହିଁ। ଏବଂ ଏପରି ଅମୃତ, ସେ ଏପରି ଭାବରେ ଯେ ଅମୃତ ପାନ କରୁଛନ୍ତି ସେ ନିଶ୍ଚିନ୍ତ ଭଗବାନଙ୍କ ଧାମ ପ୍ରାପ୍ତ କରିବେ, ଏଥିରେ କୌଣସି ସନ୍ଦେହ ନାହିଁ। ଏବଂ এই ଶ୍ରବଣ ବିଷୟରେ ତୃତୀୟ ସ୍କନ୍ଧରେ 21 ଅଧ୍ୟାୟରେ ଆଉ ଗୋଟେ ଶ୍ଲୋକରେ କହୁଛନ୍ତି, ଗୋଟେ ଶବ୍ଦ ଦେଇଛନ୍ତି ସିଧୁ, ସର୍ଟକଟରେ କହୁଛି ଯେ ଭଗବାନଙ୍କ କଥା। ସିଧୁ ମାନେ, ଏ ସିଧୁର ସଂସ୍କୃତ ମାନେ ହଉଛି ମଦ, ମଦିରା ଏବଂ ଅମୃତ। 3:21-17 ତୃତୀୟ ସ୍କନ୍ଧ 21 ଅଧ୍ୟାୟ 17 ନମ୍ବର ଶ୍ଲୋକରେ ସିଧୁ ମାନେ ମଦିରା ଏବଂ ସିଧୁ ମାନେ ଅମୃତ। ଆପଣ ମାନେ ଜାଣିଥିବେ ବା ଦେଖୁଥିବେ, ବେଳେ ବେଳେ ବି ଆପଣ ମାନେ କୁହନ୍ତି ବି ଏ ଲୋକଟା ମଦ୍ୟପାନ କରିଛି ନା କଣ। ମାନେ ମଦ୍ୟପାନ କଲେ ତାହାର ବାହ୍ୟ ଗୁଣ ଲକ୍ଷଣ ସବୁ ସେ ଭୁଲିଯାଏ, ବିସ୍ମରଣ ହେଇଯାଆନ୍ତି। ତ କୋଉ ଶାରୀରିକ ମାନେ ଚେତନା ରୁହେନି। ଲୋକାଂଶ ଲୋକାନୁଗତାନ୍ ପୁଂସଶ୍ଚ ହିତ୍ୱା ଶ୍ରିତାସ୍ତେ ଚରଣାତ୍ ପତ୍ରମ୍ ପରସ୍ପରଂ ତ୍ୱଦ୍ ଗୁଣ ବାଦ ସିଧୁ ପିୟୁଷନ୍ ପିୟୁଷ ନିୟର୍ପିତ ଦେହ ଧର୍ମ। ସିଧୁ ମାନେ ଏଠି କହୁଛନ୍ତି ମଦିରା ଏବଂ ଅମୃତ। ମଦ ଯାହା ଖାଇଲେ ଦେହ ଭୁଲିଯାଏ, ଜଣେ ଲୋକ ଦେହ ଶରୀରକୁ ବୃତ୍ତି ଭୁଲିଯାଏ, ଭୋକ ଶେଷ ବି ଜଣା ପଡେନି। ଏହାର ଅର୍ଥ, ଏହି ଅର୍ଥରେ ଏହା ହଉଛି ମଦିରା। ଯେ ଉପଯୁକ୍ତ ଭାବେ ଶ୍ରବଣ କରିବ ତାର କୌଣସି ଶାରୀରିକ ବୃତ୍ତି ପ୍ରତି ତାର ଧାରଣା ରହିବନି। ଏବଂ ଅମୃତ, ବହୁତ ସ୍ୱାଦ ମିଳିଲେ ଏଥିରୁ ମନ କେବେ ହଟେନି। ଯେତେବେଳେ ବାର ବାର ଖାଇବା ପାଇଁ ଇଚ୍ଛା ହବ, କେତେବେଳେ ବହୁତ ସ୍ୱାଦିଷ୍ଟ ଜିନିଷ ପାଇଲେ, ଏ ଶ୍ରବଣ ଏମିତି ଭାବରେ ଶ୍ରବଣ କରନ୍ତି ସେ, ତାଙ୍କ ମନ ଏ ଶ୍ରବଣରୁ କେବେ ବି ବାହାରି ଯାଏନି। ଏଇ ଅର୍ଥରେ এই ଶ୍ରବଣକୁ ସିଧୁ ମାନେ ମଦିରା ଏବଂ ସିଧୁ ମାନେ ଅମୃତ ଉଭୟ ପ୍ରକାର ବୁଝିବା ପାଇଁ ପ୍ରୟାସ କରିଛନ୍ତି ଆମର ଆଚାର୍ଯ୍ୟ। ଯେପରି ଚନ୍ଦ୍ରମାରୁ ଅମୃତ ନିର୍ଗତ ହୁଏ, ସେପରି ଭଗବାନଙ୍କ ଲୀଳା କଥାରେ ମଧ୍ୟ ଅମୃତ ଝରେ। ତେଣୁ ବ୍ୟକ୍ତିକୁ ଭୋକ ଶୋଷ ଭୟ ଏବଂ ଭୋକ ଶୋଷ ଶୋକ ଭୟରୁ ମୁକ୍ତ କରିଦିଏ এই ଶ୍ରବଣ, ଉପଯୁକ୍ତ ଭାବରେ ଶ୍ରବଣ କଲେ। ଏବଂ ଭଗବାନଙ୍କର ଲୀଳା ଶ୍ରବଣର ବିଧି ମଧ୍ୟ ଅଛି। ଚୈତନ୍ୟ ମହାପ୍ରଭୁ କହିଛନ୍ତି, ଯାଅ ଭାଗବତ ପଢ ବୈଷ୍ଣବର ସ୍ଥାନେ। ଆମେ ଟିକେ ପୂର୍ବ ଆଲୋଚନା କରୁଥିଲେ, ବାସ୍ତବରେ ଶ୍ରବଣର ସିଧା ପ୍ରଭାବ ପଡେ। ଆମେ ଯେତେ ନୂଆ ଭକ୍ତ ସ୍ତରରେ ଯେତେ ଅଧିକରୁ ଅଧିକ ଆମେ ଶ୍ରବଣ କରିବା, ତାହେଲେ ଆମକୁ ଭଗବାନ ଅନୁଭବ ଶୀଘ୍ର ହବ। ଦେଖନ୍ତୁ, ଆପଣ ମାନେ ଜାଣିଥିବେ ସବୁ ଇନ୍ଦ୍ରିୟର ନିୟନ୍ତ୍ରଣ କରୁଛି ମନ, ଏବଂ ମନ ନିୟନ୍ତ୍ରଣ ଶ୍ରବଣ ଦ୍ୱାରା। ଆମେ ଯଦି ମନକୁ ନିୟନ୍ତ୍ରଣ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଉପଯୁକ୍ତ ସୋର୍ସରୁ ଉପଯୁକ୍ତ ସାଧକଠୁ ଆମେ ଶ୍ରବଣ କରିବା ପାଇଁ ପଡେ ପ୍ରଚୁର ମାତ୍ରା, ବହୁତ। ତାହେଲେ ମନ ବହୁତ ଶୀଘ୍ର ଆମର କଣ୍ଟ୍ରୋଲରେ ଆସିବ। ଏବଂ ପ୍ରଭୁପାଦ ମହାରାଜ ଏଠି
ଏ ଶ୍ରବଣର ଲାଷ୍ଟ ପାରାଗ୍ରାଫ ଦେଖନ୍ତୁ, ଏ ଶ୍ରବଣ ଇଏର ଲାଷ୍ଟ ଯୋଉ ସ୍ମୃତି ଲେଖା ତା ପୂର୍ବଟା ସେଇଠି ଯେ ଗୋଟେ ଶବ୍ଦ ରଖିଛନ୍ତି ଦାୟ ଭାଗ। এই ଶ୍ଲୋକରେ ବ୍ୟବହୃତ ନିର୍ଦ୍ଦିଷ୍ଟ ଶବ୍ଦ ହେଲା ଦାୟ ଭାଗ। ଏ ଦାୟ ଭାଗ ଶବ୍ଦ ପିତାର ସମ୍ପତ୍ତିରେ ପୁତ୍ର ଆଇନ ଅନୁସାରେ ଉତ୍ତରାଧିକାରୀ ହେବାକୁ ବୁଝାଏ। ସେହିପରି କୃଷ୍ଣ ଚେତନା କର୍ତ୍ତବ୍ୟ ସାଧନରେ ସମସ୍ତ ପ୍ରକାର ଦୁଃଖ ବରଣ କରିବାକୁ ପ୍ରସ୍ତୁତ ଥିବା ଶୁଦ୍ଧ ଭକ୍ତ ଭଗବାନଙ୍କର ଦିବ୍ୟ ଧାମରେ ପ୍ରବେଶ କରିବାକୁ ଆଇନ ଅନୁମୋଦିତ ଭାବେ ଯୋଗ୍ୟ ବିବେଚିତ ହୁଏ। ଦାୟ ଭାଗ ମାନେ ଉତ୍ତରାଧିକାରୀ, କଞ୍ଚା ଓଡ଼ିଆରେ କହିଲେ ଜଣେ ପୁତ୍ର ତାଙ୍କ ପିତାଙ୍କର ସମ୍ପତ୍ତିରୁ ଭାଗ ନେବା ପାଇଁ ହେଲେ ତାଙ୍କୁ କିଛି ଝଗଡ଼ା ବା ମାରପିଟ ଆଦି କରିବା ପାଇଁ ପଡେନି, କି କୋର୍ଟ କଚେରୀ ଯିବା ପାଇଁ ପଡେନି। ଖାଲି ପିତାଙ୍କର ମୃତ୍ୟୁ ପରେ ଯଦି ସେ ବଞ୍ଚିକି ରହିଲେ ତାହେଲେ ସେ ଅଟୋମେଟିକ ତାର ଉତ୍ତରାଧିକାରୀ ହେଲେ। ଖାଲି ବଞ୍ଚିକି ରହିବାଟା, ସେ ଯଦି ପିତାଙ୍କର ମୃତ୍ୟୁ ପୂର୍ବରୁ ସିଏ ମରିଗଲେ ତାହେଲେ ସେ ତ କିଛି ମାନେ ଦାୟଭାଗ ହେଇପାରିବେ, ଉତ୍ତରାଧିକାରୀ ହେଇପାରିବେ। ପିତାଙ୍କର ମୃତ୍ୟୁ ପରେ ଯଦି ସେ ବଞ୍ଚିକି ରହିଲେ ତାହେଲେ ସେ ତାର ଉତ୍ତରାଧିକାରୀ ହେବେ। এই ଶ୍ଲୋକଟା ଅଛନ୍ତି ଦଶମ ସ୍କନ୍ଦ 14 ଅଧ୍ୟାୟ 8 নম্বর ଶ୍ଲୋକ। ତତେନୁ କମ୍ପାଂ ସୁସମୀକ୍ଷମାଣ ଭୁଞ୍ଜାନ ଏବାତ୍ମକୃତଂ ବିପାକମ୍ ହୁତ୍ ବାଗ୍ ବପୁଭି ବିଦର୍ଧ ନମସ୍ତେ জীবেত जो मुक्ति पदे सदाय भाग। ଭଗବାନଙ୍କର କୃପା এই ପାଇବା ପାଇଁ ଏ ଭକ୍ତି ମାର୍ଗରେ ଯେତେ କଷ୍ଟ ହେଲେ ବି ଏ ପ୍ରପାତ କହୁଛନ୍ତି କୃଷ୍ଣ ଚେତନା କର୍ତ୍ତବ୍ୟ ସାଧନରେ ସମସ୍ତ ପ୍ରକାର ଦୁଃଖ ବରଣ କରିବାକୁ ପ୍ରସ୍ତୁତ ଥିବା ଶୁଦ୍ଧ ଭକ୍ତ ଭକ୍ତି ଯାଜନ କରିବା ପାଇଁ ଯେତେ କଷ୍ଟ ହେଲେ ବି ଯଦି ଆମର ଗୁରୁ ଆମର ଆଚାର୍ଯ୍ୟ ଏବଂ ଶାସ୍ତ୍ରର ଉପଦେଶ ଅନୁସାରେ ଆମେ ପ୍ରୟାସ କରୁଛନ୍ତି, ଲାଗିକି ରହିଛନ୍ତି, ତାହେଲେ ଦିନେ ନା ଦିନେ ଆମେ ଏଇ ପରମ୍ପରାର ଏଇ ଭକ୍ତି ମାର୍ଗରେ ଆମେ ଉତ୍ତରାଧିକାରୀ ହେଇକି ବଞ୍ଚି ରହିବୁ, ମାନେ ଉତ୍ତରାଧିକାରୀ ହେବା, ସେଥିରେ ଭାଗ ପାଇବା। ଖାଲି ବଞ୍ଚିକି ରହିବା ଦରକାର। ହରେ କୃଷ୍ଣ 10 ମଧ୍ୟ 8 କେତେ କହିଲେ? 10 8 10 8 5 ବୋଧେ 5 5 କି 8 ଦେଖିଲୁ ନା 10 10 14 14 8 8 10 14 8 ଆଜ୍ଞା ଆଜ୍ଞା ହଁ ହରେ କୃଷ୍ଣ ଦେଖିପାରି ଭାଗବତମ ତତେନୁ ଆଜ୍ଞା କମ୍ପା ସୁସମୀକ୍ଷମାଣ। 10 14 8 ତେଣୁକରି ଆମକୁ ଭକ୍ତି ମାର୍ଗରେ ଏଇ ଶ୍ରବଣଟା ବହୁତ ଇମ୍ପୋର୍ଟାଣ୍ଟ, ଆମକୁ ଧ୍ୟାନ ଦେବାକୁ ପଡିବ। ଯେମିତି କି ଏବେ ଏ ଯୋଉ ଖରାପ ଭାବିବିନି ଗୋଟେ ପ୍ରସଙ୍ଗ କହୁଛି, ଆମ ଭକ୍ତ ମାନଙ୍କର ବି ବହୁତ ମାନେ କଣ କହିବା ଫଣ୍ଡାମେଣ୍ଟାଲ କ୍ଲିୟର ହେଇପାରୁ, ମୂଳ ଦୁଆ ଯୋଉଟା ଏ ଯୋଉ ଟେକ୍ନୋଲୋଜି ଦୁନିଆ ବର୍ତ୍ତମାନ ହେଇଯାଇଛି, ୟୁଟ୍ୟୁବ ଏସବୁ ହେଇଯାଇଛି, ଏଟା ବହୁତ ଭକ୍ତଙ୍କୁ ମାନେ ପରମ୍ପରା କୃପାରୁ ଦୂରେଇ ଦଉଛି। କହିବା କଥା ନୁହଁ, ମାନେ ପର୍ସନାଲ କ୍ଲାସ ବୋଲି ମୁଁ କହୁଛି। ଆମର ଭକ୍ତ ମାନଙ୍କର ଭକ୍ତିରେ ଅଗ୍ରଗତି କରିବା ପାଇଁ ଏଟା ଇମ୍ପୋର୍ଟାଣ୍ଟ କଥା। ଯଦିଓ ସମସ୍ତ ସାଧୁ 4ଟା ସମ୍ପ୍ରଦାୟ ଅଛନ୍ତି ଆମର, କିନ୍ତୁ ମୁଁ ବହୁତ ଭକ୍ତଙ୍କୁ ଦେଖୁଛି ଆମ ଇସ୍କନର ଭକ୍ତ, ଇସ୍କନ ଦୀକ୍ଷିତ ଶୁଣୁଛନ୍ତି ଅଲଗା ପରମ୍ପରାଠୁ। ଉପାସ କଣ ପାଇଁ ମନା କରିଥିଲେ? ଅଲଗା ପରମ୍ପରାର ବହି ପଢିବନି ବା ଅଲଗା ଲୋକଙ୍କ ସାଧୁଙ୍କୁ ଶ୍ରବଣ କରିବନି। ଏହା ଫଳରେ କଣ ହବ? ପରମ୍ପରାରେ ଥିବା ସାଧୁଙ୍କ ପ୍ରତି ଶ୍ରଦ୍ଧା କମିଯିବ, ପରମ୍ପରା ପ୍ରତି ନିଷ୍ଠା କମିଯିବ, ଆସକ୍ତି କମିଯିବ। ଯେପରି ଜଣେ ଗୃହସ୍ଥ ଭକ୍ତ ବୁଝିପାରିବ, ଗୃହସ୍ଥ ଲୋକ ତାର ନିଜର ପ୍ରସବ କରିଥିବା ସନ୍ତାନ ସନ୍ତତି ପୁଅ ବା ଝିଅ, ସେ ଯଦି ତାର ପାଖ ପଡିଶା ଲୋକଙ୍କ ପ୍ରତି ବହୁତ ଶ୍ରଦ୍ଧା ସମ୍ମାନିତ ଦେଖାଏ, ନିଜର ବାପା ମାଙ୍କ ଖାଲି ଫର୍ମାଲିଟି ଭାବରେ ଗୋଟେ ହଁ ବାପା ତ ବାପା କି ମା ତ ମା, ତ ସେଇଠି ସେ ବାପା ମା କଣ କିପରି ଆଶୀର୍ବାଦ କରନ୍ତି ସେ ପିଲା?
ଠିକ ସେଇଭଳି ଯଦିଓ କାହାର ନାଁ ମୁଁ ନଉନି, ଏବେ ବହୁତ ଫେମସ ହେଇଛନ୍ତି ଜଣେ ସାଧୁ, ତାଙ୍କ ପରମ୍ପରାରେ ଏକାଦଶୀ ନାହିଁ। ସେ ଭାବନ୍ତି ଆମେ ସଖୀ, ମାନେ ତାଙ୍କର ଯାହା ପରମ୍ପରା ଯାହା ଶିକ୍ଷା ବୃତ୍ତି ରାଧା ଆମ ବଲ୍ଲଭୀୟ ହରେ କୃଷ୍ଣ ସମସ୍ତେ ଜାଣନ୍ତି, ରାଧା ବଲ୍ଲଭୀୟ ସମ୍ପ୍ରଦାୟରେ ସେମାନେ ଏକାଦଶୀ କରନ୍ତିନି। ତ ଆମେ ଯଦି ସଖୀ ଥିଲେ ଭଗବାନଙ୍କର, ମହାପ୍ରଭୁ ନିଜେ ଭଗବାନ ହେଇକି ଆସିଲେ, ସିଏ ଏକାଦଶୀ କଲେ। ଏକାଦଶୀରେ ଜଗନ୍ନାଥଙ୍କ ମହାପ୍ରସାଦ ଅନ୍ନ ପାଇଲେନି, ପୁଣି ଜଗନ୍ନାଥଙ୍କର ମହାପ୍ରସାଦ ଅନ୍ନ ବ୍ରହ୍ମ, କଳିଯୁଗର ଯୋଉଟା ଡାଇରେକ୍ଟ ଅନ୍ନ ବ୍ରହ୍ମ। ଆଉ ପଦ୍ମପୁରାଣ ଲେଖା ହେଇଛି, ଯଦି ଏକାଦଶୀରେ ଜଣେ ପ୍ରସାଦ ପାଉଛି ବି ତାର ପାପ ନାହିଁ, ପାପ ଲାଗିବନି, କାରଣ ଅନ୍ନ ବ୍ରହ୍ମ ସ୍ୱୟଂ ଜଗନ୍ନାଥ। ଜଗନ୍ନାଥ ପାପ କୋଉଠି ଆସିଲା? এইପାଇଁ କିଛି କିଛି ଏଇଟା ଏଇଥର ମୁଁ କ୍ଲିୟର ହେଲି। ଜଣେ ଗୌଡୀୟ ବୈଷ୍ଣବ ସମାଜକୁ ମୁଁ ଯାଇଥିଲି, ସେଦିନ ଏକାଦଶୀ ଥିଲା। ଆଉ ଏକାଦଶୀ ଦିନ ସେ ସାଧୁ ଜଣକ ତିରୋଭାବ ହେଇଛନ୍ତି, ଶରୀର ତ୍ୟାଗ କରିଛନ୍ତି। ତ ବହୁତ ସାଧୁ ଆସିଥିଲେ, ଗ୍ଲୋରିଫିକେସନ ଥିଲା। ତ ଜଣେ ସାଧୁ ପ୍ରମାଣ ସହ ଦେଖେଇଛନ୍ତି ଯେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭୁପାଦ ମହାରାଜଙ୍କ ଯୋଉ ଆର୍ଟିକଲ ବାହାରେ ବହି, ସେ ବହି ନାଁଟା ମୋର ମନେ ପଡୁନି, ତାକୁ ଜେରକ୍ସ କରିକି ଆଣିକି ପଢୁଛନ୍ତି। ପ୍ରଭୁପାଦ କୋଟ କହିଛନ୍ତି, ଯଦି ଏକାଦଶୀରେ ଯେତେବେଳେ ଜଗନ୍ନାଥ ମହାପ୍ରସାଦ ପାଯାଏ ତାହେଲେ ପାପ ନାହିଁ, କିନ୍ତୁ ଆମେ ପାଇପାରିବା, କାରଣ ଆମ ପରମ୍ପରାର ଆଚାର୍ଯ୍ୟଙ୍କର ନିର୍ଦ୍ଦେଶ ନୁହଁ, ଉପଦେଶ ନୁହଁ। ମହାପ୍ରଭୁ ପ୍ରଣାମ କରି ରଖିଛନ୍ତି, ତା ପରଦିନ ପାଇଛନ୍ତି। ଯଦି ମହାପ୍ରଭୁ ସ୍ୱୟଂ କୃଷ୍ଣ ହେଇକି ଆସିଲେ, ଭକ୍ତି ମାର୍ଗ ଶିକ୍ଷା ଦେଲେ, ସିଏ ପାଳନ କଲେ ଏକାଦଶୀ, ଏମାନେ କୋଉ ବଡ ଭକ୍ତ? এইଥିପାଇଁ ମୁଁ କହୁଛି ଯେ ଏଇ ଯୋଉ ଦାୟ ଭାଗ ଶବ୍ଦଟା ଆସିଲା, ଆମେ ଯଦି ପରମ୍ପରାର କୃପା ପାଇବା ପାଇଁ ଚାହୁଁଛନ୍ତି ଏବଂ ପରମ୍ପରାର ପ୍ରତି ନିଷ୍ଠା, ଆନୁଗତ୍ୟ ବା ଆସକ୍ତି ବଢିବା ପାଇଁ ଚାହୁଁଛନ୍ତି, ତାହେଲେ ଆମକୁ ପରମ୍ପରାରୁ ହିଁ ଶ୍ରବଣ କରିବା ପାଇଁ। ଏବଂ ପରମ୍ପରା ଭିତରେ ବି ବହୁତ ପ୍ରକାର ଭକ୍ତ ଅଛନ୍ତି। କିଏ କିଏ ଏଣ୍ଟରଟେନମେଣ୍ଟ ଟାଇପର ଭକ୍ତ, କିଏ ମାନେ ଠିକ ଅଛି, ବହୁତ ପ୍ରକାର। କିନ୍ତୁ ଆମକୁ ଚୟନ କରିବା ପାଇଁ ପଡିବ କିଭଳି ସାଧୁଙ୍କୁ ଆମେ ସଙ୍ଗ କଲେ ଆମର ସଦ୍ଗତି ଶୀଘ୍ର ହବ। ଯେମିତିକି ଗୋଟେ ଲିଫ୍ଟ ଅଛି, ଗୋଟେ ସିଡି ଅଛି, ଆମେ ଗୋଟେ ସପିଂ ମଲ୍ ଯାଇଛେ କି ଗୋଟେ ବିଲ୍ଡିଂ ଯାଇଛେ, ଏବଂ ବର୍ତ୍ତମାନ ଆସୁଛି ଆଉ ଗୋଟେ କଣ ଏସ୍କାଲେଟର ନା କଣ କହୁଛନ୍ତି, ରନିଂ ସିଡି ଯୋଉଟା। ସେ ସିଡିରେ ଖାଲି ଛିଡା ହେଲେ ଜଣେ ଅଟୋମେଟିକ ଉପରକୁ ପଳେଇବ, କିନ୍ତୁ ଯଦି ସେ ସିଡିରେ ପୁଣି ଯଦି ଷ୍ଟେପ ଖାଲି ଥିବ, ସେ ସିଡି ଉପରେ ବି ଜଣେ ଚାଲିକି ଯିବ, ସେ ଆହୁରି ଶୀଘ୍ର ଯିବ ନା ଆଉ ଲେଟ୍ ଯିବ। ତେଣୁକରି ଆମକୁ ବିଚାର କରିବା ପାଇଁ ପଡିବ ଯେ ଆମେ ସମୟ ତ ଅଛି, ଆଉ କେତେ ସମୟ ଆମ ହାତରେ ଅଛି, ଆମେ କିପରି ଆଗକୁ ବଢିବା, ସେ ଆମ ଉପରେ ଡିପେଣ୍ଡ। ତାପରେ ଆସୁଛି ସ୍ମୃତି। ଆଚ୍ଛା, ହଁ, ପ୍ରଭୁ କହୁଥିଲେ କଣ ପ୍ରଶ୍ନ ଥିଲା, ସ୍ମରଣ ଉପରେ କୁହନ୍ତୁ। ପ୍ରଭୁ ହରେ କୃଷ୍ଣ ଦଣ୍ଡ ଶ୍ରବଣ ଉପରେ ନୁହେଁ, ମାନେ ମୋର ଗୋଟେ ପ୍ରଶ୍ନ ଥିଲା ଯେ ଯଦି ଜଣେ କୀର୍ତ୍ତନ ଯେପରି ଭାବରେ କରୁ, ତାର ସେ ହେଇପାରେ ଫେମସ ହେବା ପାଇଁ ହେଇପାରେ, କିମ୍ବା ବୃତ୍ତିଗତ ତାର ବୃତ୍ତି ହେଇପାରେ, କିମ୍ବା ସେ ଅଲଗା ସେ କଲେ ତାର ଆମେ ତାର କୋଉ ଟାଇପର ମଙ୍ଗଳ, ତାର କଣ କ୍ଷତି କଣ ହବ? ଧର ଜଣେ, ଆମେ ତ କହୁଛନ୍ତି ଯେ ଶ୍ରବଣମ୍ ନୈବ କର୍ତ୍ତବ୍ୟମ୍, ଯୋଉ ବୈଷ୍ଣବ ମଠରୁ ଶୁଣିବାନି, ସର୍ପ ଉଚ୍ଚିଷ୍ଟ ପୟ ଯଥା, ଯୋଉଟା ଆପଣ କହିଲେ ବି ସବୁ ସେଇଟା ବି। କିନ୍ତୁ ଜଣେ ଯଦି କରୁଛି, ଯଦି ଫେମସ ହେବା ପାଇଁ କରୁ, ତାର ଏମିତି ତ କୁହାଯାଉଛି ହରିକଥା ଯିଏ ବି କହିବ ସେ କଣ ତାର ଅବସ୍ଥା, ମଙ୍ଗଳ ହବ ନା ଅମଙ୍ଗଳ? କିନ୍ତୁ ଏଇପରି ବ୍ୟକ୍ତିଙ୍କର କଣ ହବ, ଯୋଉମାନେ ଧର ଅର୍ଥ ଆଣୁଛନ୍ତି କିମ୍ବା ଫେମସ ହବା ପାଇଁ? ମୁଁ ସେଇଟା କହୁଛି, ଜାଣିବାକୁ ଚାହୁଁଛି ସେମାନଙ୍କର କଣ ଭବିଷ୍ୟତରେ କଣ ଭକ୍ତିର ଇଏଟା? ଧୀରେ ଧୀରେ ବହୁତ ବହୁତ ଧନ୍ୟବାଦ, ସୁନ୍ଦର ପ୍ରଶ୍ନ କରିଛନ୍ତି। ଯେହେତୁ ଆପଣ ଏତେ ସୁନ୍ଦର ପ୍ରଶ୍ନ, ଆମେ ବି ଏଟା ଭକ୍ତି ଶାସ୍ତ୍ରୀ କ୍ଲାସ, ଆମେ ଗୁରୁ ଆଚାର୍ଯ୍ୟ ଏବଂ ପରମ୍ପରା ଏକ୍ସାମ୍ପଲ ନେଇକି ଆମେ ଚାଲିବା। ଆପଣ ଦେଖନ୍ତୁ, ଧ୍ରୁବ ମହାରାଜ ସେ ବି ଭକ୍ତି କରିଥିଲେ, ଭଗବାନଙ୍କୁ ଦର୍ଶନ କଲେ, କିନ୍ତୁ ଦର୍ଶନ କରିବା ପରେ ବି ଭଗବାନ ତାଙ୍କୁ 36,000 ବର୍ଷ ଶାସନ କରିବା ପାଇଁ ଦେଲେ, ରାଜ୍ୟ ଶାସନ, ରାଜ୍ୟ ଭୋଗ କରିବା ପାଇଁ ଦେଲେ। ତ ସେତେବେଳେ ଧ୍ରୁବ ମହାରାଜ କାନ୍ଦିଛନ୍ତି ପ୍ରତ୍ୟେକ ଦିନ, ମୁଁ କଣ କଲି? ଯୋଉ କଥା ମୁଁ ଟିକେ ପୂର୍ବରୁ କହିଲି ଯେ ଆମ ହାତରେ କେତେ ସମୟ ଅଛି, ଆମେ ଏବେ ଯିବା, ଏଇ ଜନ୍ମରେ ଯିବା,
କି ଏମିତି ଆହୁରି 100 ଜନ୍ମ ଆସିକି ପନିର ପଲଉ ଖାଇକି ଭଗବାନ ପ୍ରସାଦ ଖାଇକି ବି ଏଠି ଏନ୍ଜୟ କରିକି ତାପରେ ଭଗବାନ ଧାମ ଯିବା। ଆଜ୍ଞା ବୁଝିପାରିଲେ ତ? ଆଜ୍ଞା ତେଣୁକରି ଯଦି ଜଣେ ଭକ୍ତ କୃଷ୍ଣଙ୍କର ପ୍ରୀତି ପାଇଁ ହରି କଥା ଆଲୋଚନା କରୁଛନ୍ତି ଏବଂ ଜଣେ ଭକ୍ତ ନିଜର ଭ୍ୟୁଜ ବଢିବା ପାଇଁ ମାନେ ନେମ୍ ଫେମ୍ କରିବା ପାଇଁ ଆଲୋଚନା ହରି କଥା ଆଲୋଚନା କରୁଛନ୍ତି, ଆକାଶ ପାତାଳ ଫରକ। ଏଇଟା ହେଲା ତାର ଯୋଉ ଭାଗବତ ହରେ କଥା ରହୁଛି ସେଇଟା କଣ ଅସୁବିଧା କି? ସେଇଟା ବା କୁହାଗଲା ଯେ ପବ୍ଲିକରେ ଭାଗବତ କଥାଟା କୋଉ କଥା ପ୍ରକାର ହୁଏ ହଉଛି ଯୋଉଟା, ସେଇଟା ଆପଣ ମାନେ ଡିସିସନ ନେବେ ଯେ ବକ୍ତା ପଇସା ପାଇଁ କଥା କରୁଛନ୍ତି କି ତାଙ୍କର ଫଲୋଅର ବଢାଇବା ପାଇଁ କଥା କରୁଛନ୍ତି କି କୃଷ୍ଣଙ୍କର ପ୍ରୀତି ପାଇଁ କଥା କରୁଛନ୍ତି। ଏଇଟା ଆପଣ ମାନଙ୍କ ଉପରେ ଡିପେଣ୍ଡ। ଆପଣ ସ୍ଥାନ କାଳ ପରିସ୍ଥିତି ଅନୁସାରେ ଇଏ କରିବେ। ଭଗବାନଙ୍କ କଥା ତ ଅମୃତ। ହରେ କୃଷ୍ଣ ନେକ୍ସଟ ସ୍ମୃତି। ପ୍ରଭୁଜୀ। ହଁ କୁହ। ହରେ କୃଷ୍ଣ ପ୍ରଭୁଜୀ, ମୋର ଟିକେ ପ୍ରଶ୍ନ ଅଛି ପ୍ରଭୁଜୀ। ପ୍ରଭୁଜୀ, ଆମେ ଯାହାଠୁ ଭାଗବତମ କଥା ଶୁଣିବା, ମାନେ ଯାହା ବି ସେ କହୁଛନ୍ତି ସେ ଆଚରଣ କରୁଥିଲେ, ଯଦି କହୁଥିଲେ ତାହେଲେ ଏଇଟା ଆମ ଉପରେ ପ୍ରଭାବ ପକେଇବ। ଯଦି ସେ ଆଚରଣ ନ କରିକି ଯଦି କହୁଥିବେ ତାହେଲେ ଆମ ଉପରେ ପ୍ରଭାବ ପକେଇବନି, ଏମିତି ଗୋଟେ ଶୁଣିଥିଲେ। ଏଇଟା କେତେ ଦୂର ଠିକ ମତେ କୁହନ୍ତୁ ପ୍ରଭୁଜୀ। ହଁ ଏଇଟା ତ 100%। ଏଇଥିପାଇଁ ତ ମହାପ୍ରଭୁ କହିଛନ୍ତି ନାମାଚାର୍ଯ୍ୟ ହରିଦାସ ଠାକୁରଙ୍କୁ ଯେ କେହି ଆଚରଣ କରନ୍ତି ପ୍ରଚାର କରନ୍ତିନି, କେହି ପ୍ରଚାର କରନ୍ତି ଆଚରଣ କରନ୍ତିନି, କିନ୍ତୁ ଯିଏ ଆଚରଣ କରନ୍ତି ବା ପ୍ରଚାର କରନ୍ତି ସେ ହଉଛନ୍ତି ଆଚାର୍ଯ୍ୟ। ଆଚାର୍ଯ୍ୟ କିଏ ହେଇପାରିବେ? ପ୍ରଚାର କରେନ କ ନାକରେ ଆଚାର, ଆଚାର କରେନ କ ନାକରେ ପ୍ରଚାର। ପ୍ରଚାର ଆଚାର ଦୁଇ କାର୍ଯ୍ୟ କରେନ ଯେ ସେଇ ତାପଟ ଶବ୍ଦଟା ମନେ ପଡୁନି, ବାହାର କରି ଚୈତନ୍ୟ ଚରିତାମୃତରେ ସେଇ ଆର୍ଯ୍ୟ ଏଇ ଯୋଉ ଭଳିଆ କଣ ଅଛି ଗୋଟେ, ମାନେ ଯିଏ ଆଚରଣ ଏବଂ ପ୍ରଚାର ଦିଟା କରନ୍ତି ସିଏ ହଉଛନ୍ତି ଆଚାର୍ଯ୍ୟ। ଖାଲି ପ୍ରଚାର ମାନେ ନୁହେଁ ବ୍ୟାସାସନ ବସି କହିଦେବା। ପ୍ରଭୁପାଦ ମହାରାଜ ନିଜେ ମୁଁ ବେଳେବେଳେ ଭାବେ ନିଜେ ମାନେ ରୋଷେଇ କରି ଖାଇବାକୁ ଦିଅନ୍ତି। ଯୋଉ ନୂଆ ପିଲା ଆସିଥିବା ବିଦେଶୀ ଯୋଉ ଭକ୍ତ ମାନେ ସେତେବେଳେ ନୂଆ ମାନେ ହିପି ମାନେ ଆସନ୍ତି, କେହି ଖାଇ ପିଇକି ସେଇଠି ଟଏଲେଟ କରି ପଳାନ୍ତି ମଦ ନିଶାରେ, ବ୍ରାଉନ ସୁଗାର ନିଶାରେ। ସେଗୁଡକୁ ମତେ ପ୍ରଭୁପାଦ ସଫା କରନ୍ତି। ଏବଂ ପ୍ରଭୁପାଦ କିସ୍କନ ପ୍ରତିଷ୍ଠା କରିବା ପୂର୍ବରୁ ଯୋଉ ବିଦେଶ ଯାଇଛନ୍ତି, ସେଇ ଗୋଟିଏ ଫ୍ରିଜ ରେ ସେଇଠି ଆମିଷ ରହୁଛି, ସେଇଠି ପରିବା ରହୁଛି। ସେମାନେ ତାଙ୍କ ଫ୍ୟାମିଲି ପାଇଁ ରୋଷେଇ କରିବେ, ତାପରେ ସେ ପରିବା ଧୋଇ ଧାଇ ରୋଷେଇ କରି ଭଗବାନଙ୍କୁ ଭୋଗ ଲଗେଇ ପ୍ରସାଦ ପାଇ କେତେ କଷ୍ଟରେ ଆଜି ଇଏ କରିଛନ୍ତି। ଏସବୁ ଆଚାର୍ଯ୍ୟଙ୍କର ଲୀଳା ଚିନ୍ତନ କଲେ ନିଜର ଯୋଉ ଖରାପ ଗୁଣ ବା ନିଜର ଆମେ କୋଉ ସ୍ଥିତିରେ ଅଛେ ଆମକୁ ମାପି ହୁଏ। ସେଟା ସେତେବେଳେ ଦୈନ୍ୟବୋଧ ହୁଏ। ଦୈନ୍ୟବୋଧ ହେଲେ ଭକ୍ତି ମାର୍ଗ ପାଇଁ ଆମକୁ ପ୍ରେରଣା ମିଳେ। ଭକ୍ତି ଯଦି ବଡ ବୋଧ ହେଲା ମାନେ ମୁଁ ବଡ, ସେତେବେଳେ ଆଉ ଭକ୍ତି ସାଧନ କରିବା ଅନୁଭବ ଆସିବନି ହୃଦୟରୁ। ମୁଁ ଯାହା କହୁଛି ଠିକ ଅଛି। ହରେ କୃଷ୍ଣ। ପ୍ରଭୁ ଆଉ ଗୋଟେ ପ୍ରଶ୍ନ ଟିକେ ଡାଉଟ ଥିଲା। ଆପଣ ଯୋଉ ପରମ୍ପରା କଥା କହିଲେ ନା ଯେ ଜଣେ ପରମ୍ପରା ରହିକି ସେ ଅନ୍ୟ ପରମ୍ପରା ପ୍ରଭୁପାଦ ମନା କରିଛନ୍ତି, ଏଇଟା ତ ଆପଣ ଠିକ କହିଲେ। ବହୁତ ଜଣେ ଅନ୍ୟ ପରମ୍ପରା ରହିକି ଚାରୋଟି ଯୋଉ ସମ୍ପ୍ରଦାୟ ଅଛି ବା ଚାରୋଟି ପରମ୍ପରା ଆମର ଅଛି, ସେ ଚାରୋଟି ପରମ୍ପରା ଯଦି ସାଧୁଙ୍କଠୁ ଯଦି କୌଣସି ଅସୁବିଧା ଶୁଣିବି ଦେଲା କିମ୍ବା ସଙ୍ଗ କଲା, ତାର କଣ କ୍ଷତି କଣ? ମାନେ ତାକୁ ଆମେ କୋଉ ଟାଇପରେ କହିବା? ତା କଣ ସେଇ ସୁଧସ୍ତର ନେଇପାରେ, ଏମିତି କି ନର୍ମାଲ ନାହିଁ ଶୁଣିବା ଉଚିତ ନାହିଁ? କଣ ପ୍ରାୟତଃ ଶୁଣୁଛନ୍ତି, ମୁଁ ଦେଖୁଛି ଆମ ପରମ୍ପରା ରହିକି ମୁଁ ଦେଖୁଛି ସେମାନେ ବହୁତ ସିନିୟର ବି ହେଇକି ଅନ୍ୟ ଜଣେ ସମ୍ମାନ ତ କରାଯିବ, ଠିକ ଅଛି, ଏଇଟା ପ୍ରାୟ ସମୟରେ କୁହନ୍ତି ସମସ୍ତେ ସମ୍ମାନ କରିପାରିବା, କିନ୍ତୁ ଶୁଣିବା କର୍ତ୍ତବ୍ୟ କି ନୁହେଁ? ଯଦି ଶୁଣିଦେଲେ କଣ ତାର? ଆକ୍ଚୁଆଲି ଏଇଟା ମୋର ଯେତିକି ମୁଁ ଅନୁଭବରୁ କହୁଛି, ପ୍ରଭୁପାଦ ମହାରାଜ ଏଇଟା ମନା କରିଥିଲେ କଣ ପାଇଁ ନା, ଯେତେବେଳେ ନ୍ୟୁ ଭକ୍ତ ମାନେ ପ୍ରଭୁପାଦ ଏଇଟା କଲେ, ସେତେବେଳେ ଏମାନେ ନ୍ୟୁ ଭକ୍ତର ଗୋଟେ କୋମଳ ଶ୍ରଦ୍ଧା ଥାଏ।
ଏବଂ ବୃନ୍ଦାବନ ଏବେ ମୁଁ ଦେଖୁଛି ମୋ ଆଖିରେ ବି ମୋର 2-3 ଜଣ ଗୁରୁ ଭଉଣୀ ସିଏ ବି ପ୍ରେମାନନ୍ଦ ବାବାଙ୍କଠୁ ଯାଇ ଦୀକ୍ଷା ନେଇଛନ୍ତି। ପ୍ରେମାନନ୍ଦ ଆଉ ଜଣେ ବୋଧେ ରାଧା ବଲ୍ଲଭ ସମ୍ପ୍ରଦାୟର ଜଣଙ୍କୁ ଦୀକ୍ଷା ନେଇଛି। ଆମ ଓଡିଆ ଝିଅଟି ବି ଗୋଟେ ଅଛି ତା ଭିତରେ ବି ବାଲେଶ୍ୱର ସାଇଡର। ସେମାନେ ପୁଣି ବ୍ରାହ୍ମଣ ଦୀକ୍ଷା ନେଇ ସାରିଥିଲେ। ତ ତାମାନେ ସେମାନଙ୍କର ଶ୍ରଦ୍ଧା କୋମଳ। ଯଦିଓ ସେମାନେ ଦୁନିଆକୁ ଜଣାଯାଏ ଯେ ସେମାନେ ବଡ ଭକ୍ତ ଭଳିଆ ବହୁତ ସିନିୟର ଭକ୍ତ ବା ବହୁତ ସୁନ୍ଦର ସେବା କରୁଛନ୍ତି, କିନ୍ତୁ ସେମାନଙ୍କର ଶ୍ରଦ୍ଧା କୋମଳ। ତ ସେମାନେ ଯଦି ଶ୍ରବଣ କଲେ ସେଟାକୁ ସେ ଗ୍ରହଣ ମାନେ ହଜମ କରିପାରିଲେ ନା, ମୋ କଚ୍ଚା ଓଡିଆ ଭାଷାରେ କହିଲେ। ସବୁ ସୂର୍ଯ୍ୟ କିରଣର ଶକ୍ତି ଅଛି। ସିଏ ମୂତ୍ର ଉପରେ ପଡିପାରିବେ, ମଳ ଉପରେ ପଡିପାରିବେ, ଗଙ୍ଗା ନଦୀରେ ପଡିପାରିବ, ସମୁଦ୍ରରେ ପଡିବ, କିନ୍ତୁ ସବୁଠାରୁ ଗ୍ରହଣ କରୁଛି କଣ? ମୂଳ ବେସିକ ଜିନିଷ କଣ? ସୂର୍ଯ୍ୟ କିରଣ କଣ ଗ୍ରହଣ କର? ଜଳ ବାଷ୍ପ ଇତ୍ୟାଦି ଗ୍ରହଣ କରିବା। ଶୁଦ୍ଧ ଜଳ। ମଇଳାରୁ ଶୁଦ୍ଧ ଜଳ ନେଇଯିବେ, ଆଉ ସବୁ ବର୍ଜ୍ୟବସ୍ତୁ ଛାଡିଦେବେ। ମୂତ୍ରରୁ ବି ଶୁଦ୍ଧ ଜଳ ନେଇଯିବେ, ବର୍ଜ୍ୟବସ୍ତୁ ଛାଡିଦେବେ। ପୁରା ପ୍ୟୁରିଫାଏ କରିକି ନେଇଯିବେ। ଯେମିତି ଜଣେ ଅଂଶ ତାକୁ ପାଣି ଆଉ କ୍ଷୀର ମିଶେଇକି ଦେଲେ ସେ କ୍ଷୀରକୁ ପିଇଦବ, ପାଣିକି ଛାଡିଦବ। ସେ ସାଧୁକୁ ଏଇଥିପାଇଁ କୁହାଯାଏ ପରମହଂସ। ହଂସଠୁ ଆହୁରି ଶ୍ରେଷ୍ଠ ପରମହଂସ। ତ ସବୁ ଜାଗାରୁ କୃଷ୍ଣ ଚେତନାଟାକୁ ଗ୍ରହଣ କରିକି ବର୍ଜ୍ୟବସ୍ତୁକୁ ଛାଡିଦେବେ। କିନ୍ତୁ ଆମେ ସେଇ ସ୍ତରର ନୁହଁ। ସୂର୍ଯ୍ୟ ସ୍ତରରେ କଣ ଆମେ କି? ସେ ସ୍ତରରେ ପହଞ୍ଚିଲେ ଆପଣ ସେତିକି ସଙ୍ଗ କଲେ କିଛି ଅସୁବିଧା ନାହିଁ। ତ ସେ ସ୍ତର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଆପଣଙ୍କୁ ଏଇ ଗାଇଡଲାଇନ ନେଇ ଚାଲିବା ପାଇଁ ପଡିବ। ଯଦି କେବେ ଆମ ଏବଂ ଦୃଷ୍ଟି ଶକ୍ତି ଚାଲିଯାଏ, ଜଣେ ଇଏ ତ ଜଣେ ସିନିୟର ଡିଭୋଟି, ଇଏ ତ କଣ ସେ ମହାରାଜଙ୍କର ଫଲୋରେ ମହାରାଜ ଗୁଣ କୀର୍ତ୍ତନ କରୁଛି, ତ ସେଠି ଆମର କଣ କର୍ତ୍ତବ୍ୟ ପ୍ରଭୁ? ମାନେ ହଠାତ୍ ଦେଖିଲେ ଦେଖ, ଆମର ସେଟା ତ ଆମର କର୍ତ୍ତବ୍ୟ ଏଇଟା କି ଆମେ କିପରି ଆମର ବହୁତ ଆଚାର୍ଯ୍ୟ କହନ୍ତି ଚାଚା ଆପାନ ପ୍ରାଣ ବାଚା। ଆମେ କିପରି ଭକ୍ତି କରି ଆଗକୁ ବଢିବା। କିଏ କଣ କଲା ସେଟା ଦେଖିଲେ ତ ଆମେ ଆଗକୁ ବଢି ପାରିବାନି ନା। ଆଜ୍ଞା ଆଜ୍ଞା। ତ ମୁଁ ହରେ କଣ କୃଷ୍ଣ। କହିଲି, ସେ ମା ପଚାରିଲେ, ଗୋଟେ ମିନିଟ, ମା ନାଇଁ, ପଚାରିଲେ ମୁଁ ଯାହା ଜାଣିଥିଲି, ମାନେ ପ୍ରେମାନନ୍ଦ ମହାରାଜ ମନା କରନ୍ତି ଗୁରୁ ତ୍ୟାଗ କରିବା ପାଇଁ। ସେ ପୁଣି କେମିତି ଏବେ ମାନେ ଆମ ଇସ୍କନର ଭକ୍ତଙ୍କୁ ବ୍ରାହ୍ମଣ ଦୀକ୍ଷା ନେଲା ପରେ ବି ଦୀକ୍ଷା ଦେଲେ, ମତେ ମାନେ ଆଶ୍ଚର୍ଯ୍ୟ ଲାଗୁଛି। ଠିକ ଅଛି, ସେଟା ତ ଭଗବାନ ବୁଝିବେ। ସେ ବିଷୟରେ ଆମର ଗୁରୁ ଗୋଟେ ହଁ, ବ୍ୟକ୍ତି ନୁହଁ, ଗୁରୁ ନାଇଁ, ତତ୍ତ୍ୱ ସ୍ଟ୍ରିକ୍ଟଲି ସେ ମୋର ମନା ବୋଧେ କରନ୍ତି। କେତେ ଜ୍ଞାନ ନାହିଁ ସେ ମାନେ ବିଷୟରେ। ଯଦି ତମେ ବାପାକୁ ତ୍ୟାଗ କରି ନ ପାରିବ, ତାପରେ ଗୁରୁ କେମିତି ତ୍ୟାଗ କରିବ? ତମେ କଣ ତମ ବାପାକୁ ତ୍ୟାଗ କରିଦେଇ ପାରିବ? ଏକଥା ସେ ପ୍ରଶ୍ନ କରୁଥିଲେ ସେତେବେଳେ। କେଜାଣି ସମୟ କ୍ରମେ କଣ ହବଣି ସେଠି। ଠିକ ଅଛି, ସେ ଭଗବାନଙ୍କର ବଡ ବଡ ଭକ୍ତ ସେମାନେ, ଭଗବାନ ବୁଝିବେ, ସେମାନେ ବୁଝିବେ। କିଏ କୋଉ ସ୍ତରରେ ଅଛନ୍ତି ସେମାନଙ୍କ କଥା ଆମେ ଆଲୋଚନା କରିପାରିବାନି। ଏଇ ହେଲା ଧନ୍ୟବାଦ କଥା, ପ୍ରଭୁ। ଆମକୁ ସାବଧାନ କରିକି ରହିବା ପାଇଁ ପଡିବ। ତ ଆଜ୍ଞା ଏଇଟା ହେଲେ କଣ ହେଲା, ଗୁରୁ ପରମ୍ପରା ପାଖରେ ଅପରାଧ ହେଇଗଲା ସେମାନଙ୍କର। ତ ଯାହା ଫଳରେ ପରମ୍ପରାର କୃପାରୁ ସେମାନେ ବଞ୍ଚିତ ହେବେ। ବହୁତ ସମୟ ଲାଗିବ, ଭଗବତ ଧାମ ପ୍ରାପ୍ତ ହେଇପାରିବେନି। ସ୍ପଷ୍ଟ କଥା, ଗୌରଗଞ୍ଜ ମହାରାଜ ଏ ବିଷୟରେ ସ୍ପଷ୍ଟ କରିଛନ୍ତି। ଗୌରୀ ମହାରାଜ ସମୟର ପିରିୟଡରେ ଗୋଟେ କେସ୍ ଏମିତି ହେଇଥିଲା। ଆଉ ମୁଁ ଶୁଣିଛି ଯେ ସ୍ପଷ୍ଟ ପ୍ରମାଣ ପାଇନି, ମୁଁ ଯାହା ଶୁଣିଥିଲି, ମହାରାଜ କହିଥିଲେ ଠିକ ଅଛି, ଠିକ ଜାଗାରେ ଦେଖାହବ, କିଏ ଗୋଲକ ଧାମ ନଉଛି। ତ ଏଇଟା ତାପରେ ଆଉ କଥା, ସେ ବ୍ୟକ୍ତିର ମାନେ ପୂର୍ବ ଜନ୍ମ, ଯେମିତି ଜଡ ଭରତ ମହାରାଜ ସେ ହରିଣ ଶାବକର ଆସକ୍ତିରେ ପଡିଗଲେ। ଏଟା ଲୀଳା ଭଗବାନଙ୍କର, ସେ ସେତିକାଟେ ଯିବେ। ଯାହା ଯେତିକି ଗନ୍ତବ୍ୟ ଥିବ, ସେତିକି କଣ କରାଯିବ। ହରେ କୃଷ୍ଣ ପ୍ରଭୁ, ମତେ ଏବେ ଜଣେ କୃପାଳ ମହାରାଜଙ୍କର ମାନେ ଶିଷ୍ୟ ତ ନୁହଁ, ସିଏ ସେମିତି ହେଇଛି, ସିଏ ମତେ କହୁଛି ଇସ୍କନ ABCD ରେ ଅଛନ୍ତି। ଆଉ ଆମେ ଶୁଣିଲି ଯେ ତାଙ୍କର କଣ ଡିଫିକଲ୍ଟ। ଏଇଭଳିଆ ସବୁ କହିକି ମାନେ ନା ଡାଇଭର୍ଟ ନା କରୁ। ନା, ଭେରି ନାଇସ୍ କଥା, ବହୁତ ସୁନ୍ଦର କଥା। ଆପଣ ତାଙ୍କୁ କହିବେ, ତମେ ଏମିତି ଗୋଟେ ୱାର୍ଡ ଲେଖ ଯୋଉ ଅକ୍ଷର ABCD ଛାଡିକି ଆଉ ଯୋଉ ମାନେ ଅଲଗା ଏଇ ଯୋଉ 26ଟା ଅକ୍ଷର ଛାଡିକି ABCD 26ଟା ଅକ୍ଷର ଛାଡିକି ତମେ ଗୋଟେ ୱାର୍ଡ କ୍ରିଏଟ କର। A to Z ଯୋଉ 26 ABCD ମାନେ
ଏଇ ଅକ୍ଷର ରହିଯାଇଛ, ତାକୁ ତମେ ଏଇ ଅକ୍ଷର ଛାଡି ଗୋଟେ ୱାର୍ଡ କ୍ରିଏଟ କର ବା ସେଣ୍ଟେନ୍ସ କ୍ରିଏଟ କର, ତମେ କରିପାରିବ କି? ଏଇ ଅକ୍ଷରକୁ ନେଇକି ତମେ ଲେଖିବ ୱାର୍ଡ। ତେଣୁକରି ଏଠି ମୂଳ ଶ୍ରେଷ୍ଠ କିଏ ହେଲା? ଅକ୍ଷର ହେଲା ନା ୱାର୍ଡ ହେଲା ଶ୍ରେଷ୍ଠ? ଅକ୍ଷରକୁ ନେଇ ଶବ୍ଦ। ସେମାନେ ଚା ପିଉଥିବେ, ସବୁ କରୁଛି, ସାରା ବିଷୟ କ୍ଲାସ ସମୟ ନାହିଁ ଆଲୋଚନା କରିବା। ଠିକ ଅଛି, ହରେ କୃଷ୍ଣ। ନା ନା, ତାଙ୍କ ଜୟ ଜଗନ୍ନାଥ। ସମ୍ପ୍ରଦାୟ ଅଲଗା, ଆମର ସେମାନେ ସବୁ ଖାଆନ୍ତି। ତେଣୁକରି ସିଏ ଏବେ ଦାୟ ଭାଗ, ଯିଏ ଯେତେ କଷ୍ଟ ହେଲେ ବି ନିଜର ଗୁରୁ, ନିଜର ପରମ୍ପରା ପ୍ରତି ଆନୁଗତ୍ୟ ଭାବରେ ଏବଂ ଶ୍ରଦ୍ଧା ଭାବରେ ସେବା କରି ଚାଲିଥିବେ। ତାପରେ ଆସେ ସ୍ମୃତି। ସେ ଆଚ୍ଛା ପାରାଗଟ ଜଣ ପଢ। ଆଚ୍ଛା ପ୍ରଭୁ, ଆମର ଯୋଉ ଏଇ ଯୋଉ ଶ୍ରବଣର 3ଟା ପନ୍ଥା କହିଲେ, 3ଟାରୁ ଆଉ ଅଧିକା ବୁଝି କହିଲେ, ସେ କଣ କଣ ପନ୍ଥା ଗୁଡାକ ତାର ଅଧିକା ମାନେ ଯୋଉ ଆଦି ପା, ଯୋଉ ଶ୍ଲୋକରେ କୁହାହେଲା ନା ଆଦି ବୋଲି, ସେ ଆଦିକା ମାନେ ଅଧିକା। ଶ୍ଲୋକଟା କୁହାହେଲା ଏମିତି, ପ୍ରଥମ ଶ୍ଲୋକଟା ଯେ ଶ୍ରବଣ ନାମ ଚରିତ ଗୁଣ ଆଦି ନାମ ଶ୍ରୁତି ଭବେତ୍। ନାମ ଚରିତ ଗୁଣ ଆଦି ନାମ, ନାମ ଚରିତ୍ର ଗୁଣ ଆଦି, ଆଦି ଭିତରେ ଆସିଲେ ଭଗବାନଙ୍କର ଧାମ, ଭଗବାନଙ୍କର ତଦୀୟ ବସ୍ତୁ ଯେତେକା, ଭଗବାନଙ୍କର ଭକ୍ତ, ଭଗବାନଙ୍କର ପରିକର, ଏସବୁ ଏକ ଏମାନଙ୍କ ବିଷୟ ଶ୍ରବଣ କରିବା ଭକ୍ତି ନା। କେତେ ନମ୍ବର ଶ୍ଲୋକ ଯାଉଛି? ଏଟା ଉପଦେଶ ମାନେ ଭକ୍ତି ଗ୍ରନ୍ଥର ଦ୍ୱିତୀୟ ଚାପ୍ଟର 168 ନମ୍ବର ଶ୍ଲୋକ। ଏଟା ମୂଳ ଗ୍ରନ୍ଥରେ ଉପାଦ ଲେଖି ନାହାନ୍ତି। ଆପଣ ପାଖରେ ମୂଳ ଗ୍ରନ୍ଥ ଅଛି କି? ମୂଳ ଗ୍ରନ୍ଥ ନାହିଁ ପ୍ରଭୁ। ଏଟା ମୂଳ ଗ୍ରନ୍ଥ। ଏଟା ଏକ ବିଭାଗ, ପୂର୍ବ ବିଭାଗର 2ୟ ଅଧ୍ୟାୟ 68 ନମ୍ବର ଶ୍ଲୋକ। ହଁ, ଆଜ୍ଞା। ତାପରେ ଆସ ସ୍ମୃତି। ସ୍ମୃତିଟା ପାଠ କର, ଜଣେ ଭକ୍ତ ପାରାଗ୍ରାଫଟା ପଢ। ହରେ କୃଷ୍ଣ। କୌଣସି ଉପାୟରେ ଯଦି କେହି ନିଜ ମନ ମଧ୍ୟରେ ଶ୍ରୀକୃଷ୍ଣଙ୍କ ସହିତ ଅମ୍ଳାନ ସମ୍ବନ୍ଧ ପ୍ରତିଷ୍ଠା କରିପାରେ, ତେବେ ସେହି ସମ୍ବନ୍ଧକୁ ସ୍ମରଣ କୁହାଯିବ। ଏହି ସ୍ମରଣ ସମ୍ବନ୍ଧରେ ବିଷ୍ଣୁ ପୁରାଣରେ ଗୋଟିଏ ସୁନ୍ଦର ବିବରଣ ରହିଛି, ଯେଉଁଠାରେ କୁହାଯାଇଛି, ପରମ ପୁରୁଷ ଭଗବାନଙ୍କୁ କେବଳ ସ୍ମରଣ କରିବା ଦ୍ୱାରା ସମସ୍ତ ଜୀବ ସବୁ ପ୍ରକାର ଶୁଭ ଫଳ ପାଇବାକୁ ଯୋଗ୍ୟ ବିବେଚିତ ହୁଅନ୍ତି। ତେଣୁ ମୁଁ ସେହି ଅଜନ୍ମା ତଥା ନିତ୍ୟ ଶାଶ୍ୱତ ପରମେଶ୍ୱର ଭଗବାନଙ୍କୁ ସତତ ସ୍ମରଣ କରିବି। ପଦ୍ମ ପୁରାଣରେ ସେହି ସ୍ମରଣ କଥା ନିମ୍ନଲିଖିତ ଭାବେ ଉଲ୍ଲେଖ କରାଯାଇଛି। ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କୁ ମୁଁ ପ୍ରେମପୂର୍ଣ୍ଣ ପ୍ରଣାମ ଜଣାଉଛି, କାରଣ ଯେଉଁ ବ୍ୟକ୍ତି ନିଜ ଜୀବନ ସମୟ ମଧ୍ୟରେ କିମ୍ବା ମୃତ୍ୟୁ ସମୟରେ ତାଙ୍କୁ ସ୍ମରଣ କରେ, ସେ ସମସ୍ତ ପାପକର୍ମ ଫଳ ଭୋଗରୁ ମୁକ୍ତ ହୁଏ। ହରେ କୃଷ୍ଣ। ହରେ କୃଷ୍ଣ। ସ୍ମୃତି ମାନେ କଣ? ଏବଂ ତାପରେ ଆସୁ ଧ୍ୟାନ। ଧ୍ୟାନ ମାନେ କଣ? ସ୍ମୃତି ଆଉ ଧ୍ୟାନ, ଏ ଦିଟା ଭିତରେ ଡିଫରେନ୍ସ କଣ? ପ୍ରଭୁଜୀ, ଯାହା ମାନେ ଶ୍ରବଣ କରିବା, ତାକୁ ଚିନ୍ତନ କରିବା, ତାକୁ ସ୍ମୃତି କହିବା। ଧ୍ୟାନ ହରେ କୃଷ୍ଣ ପ୍ରଭୁଜୀ। ଧ୍ୟାନ ଗୋଟେ ଯୋଉଟା ଆସନରେ ବସିକି ଯଦି ଆମେ କିଛି ଜିନିଷକୁ ଧ୍ୟାନ କରିବା, ସେଇଟାକୁ ଧ୍ୟାନ କରାଯାଏ। ମୁକୁନ୍ଦ ପ୍ରିୟା ମା କହୁଥିଲେ। ଆଜ୍ଞା, ହରେ କୃଷ୍ଣ ପ୍ରଭୁଜୀ। ଆମେ ସ୍ମୃତି ମାନେ କଣ କି, ଯୋଉଟା କି ଆମେ ମନେ ରଖିବା, ମାନେ ଯୋଉଟା ଆମର ପଢୁଛେ ବାରମ୍ବାର, ସ୍ମୃତି ବିସ୍ମୃତି। ସ୍ମୃତିଟାକୁ ମାନେ ଯୋଉ ଜିନିଷକୁ ଭଲକିରି ମନେ ରଖିବା, ସେଇଟା। ଧ୍ୟାନ ହେଲା କଣ, ମାନେ ଭଗବାନଙ୍କର ଯୋଉ ରୂପ ଗୁଣ, ଏଇ ଯୋଉଗୁଡାକ, ସେଗୁଡାକ ଆମେ ସବୁବେଳେ ଚିନ୍ତନ କରିବା। ଭଗବାନଙ୍କର ରୂପ ଗୁଣକୁ କେମିତି ଚିନ୍ତନ କରିବା ସବୁବେଳେ, ସେଇ ଲୀଳା ରୂପ ଗୁଣ ଏଗୁଡା ସବୁ ଧ୍ୟାନର ସହିତ, ମାନେ ମନଟା ପୁରା ଲଗେଇକି ଚିନ୍ତନ କରେ, ସେଇଟାକୁ ଧ୍ୟାନ କରେ। ଭଗବାନଙ୍କୁ ପୁରା ଦର୍ଶନ କରିବା, ଆତ୍ମ ବା ମନ ଭିତରେ। ପ୍ରଭୁଜୀ, ସ୍ମରଣ ମାନେ କୌଣସି ଉପାୟରେ ଭଗବାନଙ୍କ ମାନେ ମନେ ପକେଇବା, ସେଇଟା ହଉଛି ସ୍ମରଣ। ତାଙ୍କ ସହିତ ଆମର ଯୋଉ ସମ୍ବନ୍ଧ ଅଛି, ସମ୍ବନ୍ଧ ପ୍ରତିଷ୍ଠା କରିକି ସେ ସମ୍ବନ୍ଧକୁ ମନେ ପକେଇବା, ସେଇଟା ହଉଛି ସ୍ମରଣ। ଆଉ ଧ୍ୟାନ ହେଲା ମାନେ ଭଗବାନଙ୍କ ରୂପ ଗୁଣ କାର୍ଯ୍ୟକଳାପ ସେବା ଏସବୁ ଯୋଉ ଆମେ ଚିନ୍ତା କରୁଛୁ, ସେଇଟା ହଉଛି ଧ୍ୟାନ। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ।
ପ୍ରପାତ ମତେ ସେଇଟା ଲେଖିଛନ୍ତି ଯେକୌଣସି ଉପାୟରେ ଯେନେ ତେନେ ପ୍ରକାର ମନ କୃଷ୍ଣ ନିବସିତ ରୂପ ଗୋସ୍ୱାମୀ କହିଛନ୍ତି କୌଣସି ପ୍ରକାର ଯଦି ମନ ମଧ୍ୟରେ କୃଷ୍ଣଙ୍କ ସହିତ ଅମ୍ଳାନ ସମ୍ବନ୍ଧ ପ୍ରତିଷ୍ଠା କରିପାରେ ସେଇ ସମ୍ବନ୍ଧକୁ ସ୍ମୃତି କୁହାଯାଏ। ଏ ସ୍ମୃତି ସମ୍ବନ୍ଧରେ ବିଷ୍ଣୁ ପୁରାଣ ଗୋଟେ ସୁନ୍ଦର ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କୁ ସ୍ମରଣ କରିବା ଦ୍ୱାରା ସମସ୍ତ ଜୀବ ସବୁ ପ୍ରକାର ଶୁଭ ଫଳ ପାଇବାକୁ ବିବେଚିତ। ଖାଲି ସ୍ମରଣ କଲା ମାନେ ଭଗବାନଙ୍କୁ ସବୁ ପ୍ରକାର ଶୁଭ ଫଳ ପାଇବା ପାଇଁ ସେ ବିବେଚିତ ହୁଏ। ଏବଂ ତାପରେ ଆସୁଛି ଧ୍ୟାନ। ଧ୍ୟାନର ଅର୍ଥ ଭଗବାନଙ୍କର ରୂପ ଗୁଣ କାର୍ଯ୍ୟକଳାପ ସେବା ଚିନ୍ତା କରିବାରେ ମନକୁ ନିୟୋଜିତ କରିବା। ଧ୍ୟାନର ଅର୍ଥ କୌଣସି ନିର୍ବିଶେଷ ଶୂନ୍ୟ ଚିନ୍ତା ନୁହେଁ। ବୈଦିକ ଶାସ୍ତ୍ର ଅନୁସାରେ ବିଷ୍ଣୁଙ୍କର ରୂପ ନିରନ୍ତର ଧ୍ୟାନ କରାଯାଏ। ଏବଂ এই ଧ୍ୟାନ ଚାପ୍ଟର ଇଏରେ ଲାଷ୍ଟ ପାରାଗ୍ରାଫରେ ମଝିରେ କହୁଛନ୍ତି ସମସ୍ତ ପାପ କର୍ମ ଫଳ ଭୋଗରୁ ମୁକ୍ତ ନହେଲେ କୌଣସି ବ୍ୟକ୍ତି ଭଗବାନଙ୍କ ରାଜ୍ୟକୁ ପ୍ରବେଶ କରିପାରନ୍ତି ନାହିଁ। ଭଗବାନଙ୍କର ରୂପ ଗୁଣ ଲୀଳା ଆଦି ସ୍ମରଣ କରିବା ଦ୍ୱାରା କେବଳ ପାପ କର୍ମ ଫଳ ଭୋଗ ଦୂର କରାଯାଇ ପାରିବ। ବିଭିନ୍ନ ପ୍ରକାର ପାପ କର୍ମର ଯୋଉ ଫଳ କେବଳ ଭଗବାନଙ୍କର ରୂପ ଗୁଣ ଲୀଳା ଆଦି ସ୍ମରଣ କରିବା ଦ୍ୱାରା ହିଁ ଦୂର କରାଯାଇ ପାରିବ। ତାପରେ ଧ୍ୟାନ ଦ୍ୱାରା କିପରି ସେବା କରାଯାଏ ଗୋଟେ ସୁନ୍ଦର ଏକ୍ସାମ୍ପଲଟେ ପ୍ରଭୁପାଦ ମହାରାଜ ଏଠି ଦେଇଛନ୍ତି। ଧ୍ୟାନ ଦ୍ୱାରା ସେବା ସମ୍ପାଦନ। ବ୍ରହ୍ମ ବୈବର୍ତ ପୁରାଣରେ ଏକ ଉପାଖ୍ୟାନ ରହିଛି। ଦକ୍ଷିଣ ଭାରତର ପ୍ରତିଷ୍ଠାନପୁର ଏଇ ପାରାଗାଟା ଜଣେ ପଢ। ପାଇଲ? ଫାଷ୍ଟ ପାରାଗ୍ରାଫରେ 3 ଲାଇନ 4 ଲାଇନ ପରେ ଦକ୍ଷିଣ ଭାରତରେ ବ୍ରହ୍ମ ବୈବର୍ତ ପୁରାଣରେ ଏକ ଉପାଖ୍ୟାନ ରହିଛି। ଦକ୍ଷିଣ ଭାରତର ପ୍ରତିଷ୍ଠାନପୁର ନଗରୀରେ ଏକଦା ଜଣେ ଦରିଦ୍ର ବ୍ରାହ୍ମଣ ବାସ କରୁଥିଲେ। ଦରିଦ୍ର ସତ୍ୟ ସେ ପଢ ସେଟା। ଦାରିଦ୍ର୍ୟ ସତ୍ତ୍ୱେ ସେ ସନ୍ତୋଷରେ କାଳାତିପାତ କରୁଥିଲେ। ସେ ଭାବୁଥିଲେ ଯେ ପୂର୍ବ ଜନ୍ମର ମନ୍ଦ କାର୍ଯ୍ୟ ଯୋଗୁଁ ଶ୍ରୀକୃଷ୍ଣଙ୍କ ଇଚ୍ଛା ଅନୁସାରେ ସେ ବିଶେଷ ଧନ ଐଶ୍ୱର୍ଯ୍ୟର ଅଧିକାରୀ ହୋଇପାରିନଥିଲେ। ତେଣୁ ତାଙ୍କର ଭୌତିକ ଦରିଦ୍ର ଅବସ୍ଥା ଯୋଗୁଁ ସେ ଆଦୌ ଦୁଃଖିତ ହେଉନଥିଲେ ଏବଂ ଖୁବ୍ ଶାନ୍ତିରେ ବସବାସ କରୁଥିଲେ। ସେ ଅତ୍ୟନ୍ତ ଖୋଲା ହୃଦୟର ଲୋକ ଥିଲେ ଏବଂ ସମସ୍ତ ସମୟରେ ମହାନ ଆଧ୍ୟାତ୍ମିକ ବ୍ୟକ୍ତିଙ୍କ ଦ୍ୱାରା ପ୍ରଦତ୍ତ ଭାଷଣ ଶୁଣିବାକୁ ଯାଉଥିଲେ। ଏହିପରି ଏକ ସଭାରେ ଯେତେବେଳେ ସେ ବୈଷ୍ଣବମାନଙ୍କର କାର୍ଯ୍ୟକଳାପ ଅତ୍ୟନ୍ତ ବିଶ୍ୱସ୍ତତାର ସହିତ ଶୁଣୁଥିଲେ ସେଠାରେ କୁହାଗଲା ଯେ ଏହି ସବୁ କାର୍ଯ୍ୟକଳାପ ଧ୍ୟାନରେ ମଧ୍ୟ ସମ୍ପାଦନ କରାଯାଇପାରିବ। ଅନ୍ୟ କଥାରେ ଯଦି କୌଣସି ବ୍ୟକ୍ତି ବୈଷ୍ଣବଙ୍କର କାର୍ଯ୍ୟକଳାପ ଶାରୀରିକ ଭାବେ ସମ୍ପାଦନ କରିବାକୁ ଅକ୍ଷମ ହୁଏ ସେ ବୈଷ୍ଣବଙ୍କର କାର୍ଯ୍ୟକଳାପକୁ ଧ୍ୟାନ କରିପାରେ ଏବଂ ତଦ୍ୱାରା ସବୁ ଏକା ରକମର ଫଳ ଅର୍ଜନ କରିପାରେ। ବ୍ରାହ୍ମଣଟି ଆର୍ଥିକ ଦିଗରୁ ସଚ୍ଛଳ ହୋଇନଥିବାରୁ ସେ ସ୍ଥିର କଲା ଯେ ସେ କେବଳ ଆଡମ୍ବରପୂର୍ଣ୍ଣ ରାଜକୀୟ ପ୍ରେମପୂର୍ଣ୍ଣ କାର୍ଯ୍ୟକଳାପର ଧ୍ୟାନ କରିବ ଏବଂ ଏହିପରି ଭାବରେ ସେ ତାର କାର୍ଯ୍ୟ ଆରମ୍ଭ କଲା। ହରେ କୃଷ୍ଣ। ଧନ୍ୟବାଦ। ଏବଂ ସେ ମାନସିକ ସେବା କଲେ। ତା ପର ଛୋଟ ପାରାଗ୍ରାଫ ଛାଡି ତା ବଡ ପାରାଗ୍ରାଫ ପଢ ଯୋଉ ଲେଖା ହେଇଛି ଯେତେବେଳେ ସେ ନିଜ ମନରେ ଭଗବାନଙ୍କ ରୂପକୁ ନିବିଦ କରି ରଖିଲା। ହରେ କୃଷ୍ଣ ପ୍ରଭୁଜୀ। ଯେତେବେଳେ ସେ ନିଜ ମନରେ ଭଗବାନଙ୍କ ରୂପକୁ ନିବିଦ୍ଧ କରି ରଖିଲା ସେତେବେଳେ ସେ କଳ୍ପନା କରିବାକୁ ଆରମ୍ଭ କଲା ଯେ ଅତ୍ୟନ୍ତ ମୂଲ୍ୟବାନ ବସ୍ତ୍ର ଅଲଙ୍କାର ପଗଡ଼ି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପଦାର୍ଥ ଦ୍ୱାରା ସେ ଭଗବାନଙ୍କୁ ଉତ୍ତମ ଯାଉଛି। ତାପରେ ନତମସ୍ତକ ହୋଇ ଭଗବାନଙ୍କୁ ପ୍ରେମପୂର୍ଣ୍ଣ ପ୍ରଣାମ ଜଣାଉଛି। ବସ୍ତ୍ର ଅଲଙ୍କାର ପିନ୍ଧାଇ ସାରିବା ପରେ ସେ କଳ୍ପନାରେ ମନ୍ଦିରକୁ ଉତ୍ତମ ରୂପେ ପରିଷ୍କାର କରୁଛି। ମନ୍ଦିର ପରିଷ୍କାର କରିବା ପରେ ସେ କଳ୍ପନା କଲା ଯେ ତା ନିକଟରେ କେତେ ଗୁଡ଼ିଏ ସୁନା ଓ ରୂପାର ଜଳପାତ୍ର ରହିଛି ଏବଂ ସେଗୁଡ଼ିକ ନଦୀକୁ ନେଇ ପବିତ୍ର ଜଳରେ ପୂର୍ଣ୍ଣ କରୁଛି। ସେ କେବଳ ଗୋଦାବରୀ ନଦୀରୁ ଜଳ ସଂଗ୍ରହ କରୁନାହିଁ, ସେ ମଧ୍ୟ ଗଙ୍ଗା, ଯମୁନା, ନର୍ମଦା, କାବେରୀ ନଦୀରୁ ଜଳ ସଂଗ୍ରହ କରୁଛି। ସାଧାରଣତଃ ଜଣେ ବୈଷ୍ଣବ ଭଗବାନଙ୍କୁ ପୂଜା କଲାବେଳେ ମନ୍ତ୍ର ଉଚ୍ଚାରଣ ଦ୍ୱାରା ଏହିସବୁ ନଦୀମାନଙ୍କରୁ ଜଳ ସଂଗ୍ରହ କରିଥାଏ। ଏହି ବ୍ରାହ୍ମଣ ଜଣକ ମନ୍ତ୍ର ଉଚ୍ଚାରଣ ପରିବର୍ତ୍ତେ ଧ୍ୟାନ କରୁଥିଲା ଯେ ସେ ନିଜେ କାର୍ଯ୍ୟତଃ ସେହି ସବୁ ନଦୀମାନଙ୍କରୁ ଜଳ ସଂଗ୍ରହ କରି ସୁନା ରୂପାର ଜଳପାତ୍ରକୁ
ପୂର୍ଣ୍ଣ କରୁଛି। ତାପରେ ସେ ସମସ୍ତ ପ୍ରକାର ପୂଜା ସାମଗ୍ରୀ ସଂଗ୍ରହ କରୁଛି। ଫୁଲ, ଫଳ, ଧୂପ, ଚନ୍ଦନ ସେସବୁ ଜିନିଷ ସଂଗ୍ରହ କରି ବିଗ୍ରହଙ୍କ ସମ୍ମୁଖରେ ରଖୁଛି। ଏସବୁ ଜଳ, ଫୁଲ, ସୁଗନ୍ଧ ଦ୍ରବ୍ୟ ବିଗ୍ରହମାନଙ୍କୁ ସେମାନଙ୍କର ସନ୍ତୋଷ ମୁତାବକ ଅର୍ପଣ କରୁଛି। ତାପରେ ସେ ଆଳତୀ କରୁଛି ଏବଂ ସମସ୍ତ ବିଧିବିଧାନ ପୂର୍ବକ ଠିକ୍ ପୂଜା ପଦ୍ଧତି ଅନୁସାରେ ସେ ସମସ୍ତ କାର୍ଯ୍ୟ ଶେଷ କରୁଛି। ହରେ କୃଷ୍ଣ ପ୍ରଭୁଜୀ। ତାପରେ ପ୍ୟାରାଗ୍ରାଫଟା ଜଣେ ଭକ୍ତ ପଢ। ହରେ ହରେ କୃଷ୍ଣ କୃଷ୍ଣ ହରେ କୃଷ୍ଣ ପ୍ରଭୁଜୀ। ହଁ ମାତାଜୀ ପଢନ୍ତୁ ମାତାଜୀ। ହରେ କୃଷ୍ଣ। ଦୈନନ୍ଦିନ କାର୍ଯ୍ୟ ହିସାବରେ ସେ ପ୍ରତିଦିନ ଏହି ପ୍ରକାର କାର୍ଯ୍ୟ ସମ୍ପାଦନ କରେ ଏବଂ ଏହି କାର୍ଯ୍ୟ ସେ ବର୍ଷ ବର୍ଷ ଧରି କରିବାକୁ ଲାଗିଲା। ତାପରେ ଦିନ ସେ ବ୍ରାହ୍ମଣ ଧ୍ୟାନରେ କଳ୍ପନା କଲା ଯେ ଦୁଧ ଓ ଚିନି ସାହାଯ୍ୟରେ ସେ କ୍ଷୀର ତିଆରି କରିଛି ଏବଂ ବିଗ୍ରହଙ୍କୁ ତାହା ଅର୍ପଣ କରୁଛି। କିନ୍ତୁ ଅର୍ପଣ କରିବା ସମୟରେ ତାର ମନପୁତ ହୋଇନାହିଁ, କାରଣ ସେ କ୍ଷୀରି ଅଳ୍ପ ସମୟ ପୂର୍ବରୁ ତିଆରି ହୋଇଛି ଏବଂ ଖୁବ୍ ଗରମ ଅଛି। ଏହି କ୍ଷୀରିକୁ ଗରମ ଅବସ୍ଥାରେ ଖାଇବା ଉଚିତ ନୁହେଁ। ଯେତିକି ଥଣ୍ଡା ହେଉଥିବା ସେତିକି ସ୍ୱାଦଯୁକ୍ତ ହେଉଥିବ। ବ୍ରାହ୍ମଣ ସେ କ୍ଷୀରିକୁ ଅଳ୍ପ ସମୟ ପୂର୍ବରୁ ତିଆରି କରିବାରୁ ଭଗବାନଙ୍କ ଖାଇବା ଭଳି ଉପଯୁକ୍ତ ଭାବେ ଥଣ୍ଡା ହେଲାଣି କି ନାହିଁ ଜାଣିବା ସକାଶେ ସେ କ୍ଷୀରିକୁ ହାତରେ ଆଙ୍ଗୁଳିରେ ଛୁଇଁବାକୁ ଇଚ୍ଛା କଲା। ଯେଉଁ ମୁହୂର୍ତ୍ତରେ ସେ କ୍ଷୀରି ପାତ୍ରକୁ ଆଙ୍ଗୁଳିରେ ଛୁଇଁ ଦେଇଛି, ତାତିଲା ପାତ୍ରରେ ଲାଗିଲା ତାର ଆଙ୍ଗୁଠି ପୋଡ଼ିଗଲା। ହଠାତ୍ ଚମକ ଲାଗି ତାର ଧ୍ୟାନ ଭାଙ୍ଗିଗଲା। ସେ ଯେତେବେଳେ ତାର ହାତରେ ଆଙ୍ଗୁଳିକୁ ଚାହିଁଲା, ସେତେବେଳେ ଦେଖିଲା ଯେ ତା ଆଙ୍ଗୁଳି ପୋଡ଼ିଯାଇଛି। ଏହା କିପରି ଘଟିଲା ସେ ବିଷୟରେ ସେ ବିସ୍ମିତ ହେବାକୁ ଲାଗିଲା। ସେ କେବଳ ଧ୍ୟାନରେ ଗରମ କ୍ଷୀରକୁ ଛୁଇଁଥିବାରୁ ସେ କଦାପି ଭାବି ପାରୁ ନଥିଲା ଯେ ପ୍ରକୃତରେ ତାର ଆଙ୍ଗୁଳି ପୋଡ଼ିଯିବ। ବ୍ରାହ୍ମଣ ଯେତେବେଳେ ଏପରି ଚିନ୍ତା କରୁଥିଲା, ସେତେବେଳେ ବୈକୁଣ୍ଠରେ ଲକ୍ଷ୍ମୀ ଦେବୀଙ୍କ ନିକଟରେ ବସିଥିବା ଭଗବାନ ନାରାୟଣଙ୍କ ମୁଖରେ ଆମୋଦଦାୟକ ସ୍ମିତହାସ୍ୟ ଦେଖାଗଲା। ଭଗବାନଙ୍କର ଏହି ସ୍ମିତହାସ୍ୟ ସନ୍ଦର୍ଶନ କରି ତାଙ୍କର ସେବାରତ ଥିବା ସମସ୍ତ ଲକ୍ଷ୍ମୀ କୌତୂହଳୀ ହୋଇ ଉଠିଲେ ଏବଂ ଭଗବାନ ନାରାୟଣଙ୍କୁ ତାଙ୍କର ହସିବାର କାରଣ ପଚାରିଲେ। ଭଗବାନ ନାରାୟଣଙ୍କୁ ତାଙ୍କର ହସିବାର କାରଣ ପଚାରିଲେ। ଭଗବାନ ଅବଶ୍ୟ ସେମାନଙ୍କର କୌତୂହଳର ଉତ୍ତର ଦେଲେ ନାହିଁ, କିନ୍ତୁ ତା ପରିବର୍ତ୍ତେ ସେ ବ୍ରାହ୍ମଣକୁ ନିଜ ପାଖକୁ ଡକାଇ ଆଣିଲେ। ସଙ୍ଗେ ସଙ୍ଗେ ବୈକୁଣ୍ଠରୁ ଏକ ବିମାନ ଯାଇ ବ୍ରାହ୍ମଣଙ୍କୁ ଭଗବାନ ନାରାୟଣଙ୍କ ସମ୍ମୁଖକୁ ନେଇ ଆସିଲା। ଯେତେବେଳେ ବ୍ରାହ୍ମଣ ଏହିପରି ଭାବରେ ଭଗବାନ ଏବଂ ଲକ୍ଷ୍ମୀ ଦେବୀଙ୍କ ସମ୍ମୁଖରେ ଉପସ୍ଥିତ ଥିଲେ, ସେତେବେଳେ ନାରାୟଣ ସବୁ କଥା ବୁଝାଇ ଦେଲେ। ତାପରେ ସେ ବ୍ରାହ୍ମଣ ଭଗବାନ ଏବଂ ଲକ୍ଷ୍ମୀଗଣଙ୍କ ସହ ବୈକୁଣ୍ଠରେ ଏକ ଶାଶ୍ୱତ ସ୍ଥାନ ପାଇବାର ସୌଭାଗ୍ୟ ଲାଭ କଲେ। ଏହା ଦର୍ଶାଇଦିଏ ଯେ ତାଙ୍କ ବାସସ୍ଥଳୀରେ ସେ ସ୍ଥାନୀୟ ଭାବରେ ଅବସ୍ଥିତ ଥିଲେ। ହେ ଭଗବାନ ସର୍ବବ୍ୟାପିକ ଅଟନ୍ତି। ଭଗବାନ ବୈକୁଣ୍ଠରେ ଅବସ୍ଥାନ କରୁଥିଲେ ମଧ୍ୟ ବ୍ରାହ୍ମଣ ଯେତେବେଳେ ପୂଜା ପଦ୍ଧତି ଉପରେ ଧ୍ୟାନ କରୁଥିଲେ, ସେତେବେଳେ ତାଙ୍କ ହୃଦୟରେ ମଧ୍ୟ ଉପସ୍ଥିତ ଥିଲେ। ତେଣୁ ଆମେ ବୁଝିପାରୁଛୁ ଯେ ଧ୍ୟାନରେ ମଧ୍ୟ ଅର୍ପିତ ଭଗବାନଙ୍କ ପଦାର୍ଥ ଭଗବାନ ଗ୍ରହଣ କରିଥାନ୍ତି ଏବଂ ସେସବୁ ଆକାଂକ୍ଷିତ ଫଳ ଲାଭରେ ସାହାଯ୍ୟ କରିଥାଏ। ହରେ କୃଷ୍ଣ। ହରେ କୃଷ୍ଣ। ଧ୍ୟାନ ଦ୍ୱାରା ସେବା ସମ୍ପାଦନ ବିଷୟରେ କିପରି ପ୍ରଭୁପାଦ ସୁନ୍ଦର ଏକ୍ସାମ୍ପଲ ଦେଇକି ରୂପକ ସେ ମଧ୍ୟ ଦେଇଛନ୍ତି ଭକ୍ତି ସଂସଦ ମଧ୍ୟରେ। ଏକ୍ସାମ୍ପଲଟା ପ୍ରଭୁପାଦ ଲେଖିଛନ୍ତି, ତ ଆମକୁ ବୁଝେଇ ଦେଲେ। ତେଣୁକରି ଆପଣମାନେ ବୁଝିବା ଦରକାର, ଧ୍ୟାନ ଦ୍ୱାରା କେତେବେଳେ ଜଣେ ବ୍ୟକ୍ତି ସେବା କରିପାରିବ। ବହୁତ ସହଜିଆ ଲୋକ
ଏଇଟାକୁ ମିସୟୁଜ କରନ୍ତି। ଆମ ମାନେ ଏଇ ଜଗତରେ ଏଇ ଧ୍ୟାନ ଦ୍ୱାରା ସେବା କଥାକୁ ଲୋକ କିପରି ମିସୟୁଜ କରନ୍ତି କିଏ କହିପାରିବ? ଏକ୍ସାମ୍ପଲ ଦେଇକି କାହାର ଏକ୍ସପିରିଏନ୍ସ ମାନେ ନଲେଜରେ ଅଛି? ଶ୍ୟାମା ରାଶେଶ୍ୱର କୁହନ୍ତୁ। ହରେ କୃଷ୍ଣ ପ୍ରଭୁଜୀ ସାଧା ପ୍ରଭୁଜୀ ମୁଁ ଆମର ଯୋଉ କୃପାଳୁ ମହାରାଜ ଘର ଏମାନଙ୍କର ଶୁଣିଛି ସେମାନଙ୍କର ଗୋଟେ ସେମାନେ ପ୍ରୋସେସ ଅଛି ସେଟାକୁ କହନ୍ତି ସେମାନେ ରୂପ ଧ୍ୟାନ ପ୍ରୋସେସ। ରୂପ ଧ୍ୟାନ ପ୍ରୋସେସ ରେ ସେମାନେ କଣ କରୁଛନ୍ତି ମାନେ ସେମାନେ କିଛି ବି ଇମାଜିନ କରିପାରିବେ ସେ ପ୍ରୋସେସ ରେ ମାନେ ଆପଣ ଆଖି ବନ୍ଦ କରିକି ଭାବିବେ ଭଗବାନ ଜିନ୍ସ ପ୍ୟାଣ୍ଟ ପିନ୍ଧିଛନ୍ତି ଆଉ ଆପଣଙ୍କ ସାଙ୍ଗରେ କ୍ରିକେଟ ଖେଳୁଛନ୍ତି ମାନେ ସେମିତି ଟାଇପର ସେମାନେ ମିସୟୁଜ କରୁଛନ୍ତି। ସେମାନେ କହୁଥିଲେ ମୁଁ ଶୁଣିଲି କହୁଛନ୍ତି ସେ ରାଧାରାଣୀ ଏଇ ଯୁଗରେ ଆସିଲେ କଣ ସେମିତି ଡ୍ରେସ ପିନ୍ଧିବେ ନା ସେ ଜିନ୍ସ ପିନ୍ଧିବେ ଏମିତି ସେ କହୁଛନ୍ତି। କୃପାଳୁଜୀ ମହାରାଜ ମୁଁ ଶୁଣିଥିଲି ମାନେ ବହୁତ ବର୍ଷ ତଳେ ଶୁଣିଥିଲି ଏମିତି ସେମାନେ ମିସୟୁଜ କରୁଛନ୍ତି ରୂପ ଧ୍ୟାନ ପ୍ରୋସେସ କହିକି। କିନ୍ତୁ ଆମ ପାଇଁ ତ ସେଇଟା ଷ୍ଟ୍ରିକ୍ଟଲି ମନା ଅଛି ନା ପ୍ରଭୁଜୀ। ଏଇଟା କୃପାଳୁଜୀ ମହାରାଜ ନିଜେ କହିଛନ୍ତି ନା ତାଙ୍କ ଭକ୍ତ ମାନେ କହୁଛନ୍ତି? ନିଜେ କହିଛନ୍ତି ମାନେ ବହୁତ ଆଚ୍ଛା, ବର୍ଷ ନାଇଁ ତଳର ମୁଁ କଥା ତାଙ୍କର କହୁଛି। ଶୁଣି ତାଙ୍କର ମୁଁ କେବେ ଶୁଣେ ନାହିଁ ତ କାହିଁକି ନା ସିଏ 2013-2014 ମସିହାର କଥା କହୁଛି ମାତାଜୀ ମୁଁ ସେତେବେଳେ ଆଚ୍ଛା ତାଙ୍କର podcast ଶୁଣୁଥିଲି ତ ମୁଁ ସେଥିରେ ନା ନା ଶୁଣିଥିଲି। ମୁଁ ତାଙ୍କର କେବେ ପ୍ରବଚନ ମୁଁ ଶୁଣି ନାହିଁ, ମୁଁ ଆଜ୍ଞା ସେଇଥିଲାଗି ଆଜ୍ଞା ପଚାରିଲି। କାହିଁକିନା ସିଏ ଗଲା ପରେ ତାଙ୍କ ଭକ୍ତ ମାନେ ଏବେ ତାଙ୍କୁ ନିତ୍ୟ ମାନେ ଆମର ଚୈତନ୍ୟ ମହାପ୍ରଭୁ ଅବତାର ବୋଲି ମାନେ କହୁଛନ୍ତି। ମୁଁ ସେଇ ଦୃଷ୍ଟିରୁ ଆଜ୍ଞା କହିଲି ମାନେ ସିଏ ନିଜେ କହିଛନ୍ତି କି ତାଙ୍କ ଅନୁଗାମୀ ମାନେ କହୁଛନ୍ତି। ହରେ ନିଜେ କୃଷ୍ଣ। କହୁଛନ୍ତି। ନାଇଁ ମୁଁ ତାଙ୍କର କେବେ କିଛି ଶୁଣି ନାହିଁ। ଆଚ୍ଛା, ଆଉ କାହାର କଣ ଏକ୍ସପିରିଏନ୍ସ ଅଛି କିଏ କହିପାରିବ ଏଇ ଜିନିଷଟାକୁ ସମାଜରେ କିପରି ମିସୟୁଜ କରାହଉଛି? ହରେ କୃଷ୍ଣ ପ୍ରଭୁଜୀ ଆମର ଯୋଉ ଏବେ ସାରଥି ବାବା କହୁଛନ୍ତି ଧ୍ୟାନରେ ଆମେ ସବୁ ଏଇ ଯୋଉଟା ବାହାରିଥିଲା ଏବେ ଧ୍ୟାନରେ ବସିକି ସେ ସବୁ କୃଷ୍ଣକୁ ମାନେ କଣ ସେଟା ଗୋଟେ ବହୁତ ମିସୟୁଜ କରୁଛନ୍ତି ନା ମାନେ କହୁଛନ୍ତି ଧ୍ୟାନରେ ବସି ମୁଁ ସବୁ ପାଇଗଲି ଭଗବାନଙ୍କ ତାଙ୍କୁ କୃଷ୍ଣ ବୋଲି ସବୁ ପୂଜା କରୁଥିଲେ ଏବେ ରିସେଣ୍ଟଲି ଯୋଉ ହେଇଥିଲା ଘଟଣା ଲୋକମାନେ ବି ଏମିତି ବିଶ୍ୱାସ କରୁଥିଲେ ଯେ ଯାଇ ସେ ମାର୍ବଲ ଗାଈରୁ କ୍ଷୀର ବାହାରୁଥିଲା ଏମିତି ସବୁ କହୁଥିଲେ ସମସ୍ତେ ମାନେ ସେ ଭାବନ୍ତି ଯେ ମୁଁ ଧ୍ୟାନରେ ବସିକି ସବୁ ଭଗବାନଙ୍କୁ ମୁଁ ନିଜେ ବି ଭଗବାନ ବୋଲି କୃଷ୍ଣ ବୋଲି କହିଦଉଥିଲେ। ଭଗବାନ ବି ଲୋକମାନେ ବି ଏତେ ଅନ୍ଧବିଶ୍ୱାସ ଯାଉଥିଲେ। ହଉ, ଆମେ ମଧ୍ୟ ଆମ ପରମ୍ପରାରେ ମଧ୍ୟ ଏପରି ଧ୍ୟାନ ଦ୍ୱାରା ସେବା ଅଛି ଏବଂ ଆମେ ମଧ୍ୟ କରିପାରିବା। ଯେମିତିକି ଟିକେ ପୂର୍ବରୁ ଆମେ କହିଲେ ଆଲୋଚନା କଲେ ଯେ ଆପଣଙ୍କୁ ମୁଁ ମନେ ପଡୁଛି ପ୍ରଥମ କ୍ଲାସରେ ଭକ୍ତି କ୍ଲାସରେ ଗୋଟେ ଏକ୍ସାମ୍ପଲ ଦେଇଥିଲି। ସେ ଏକ୍ସାମ୍ପଲଟା ଥିଲା ଏଇଟା ଯେ ଯୋଉ ଆପଣ ଦେଖିଥିବେ ରୋଡ ସାଇଡରେ ସରକାର କିଛି ଗଛ ଲଗାଉଛି ବା କିଛି ସୋସିଆଲ ସର୍ଭିସ ଟ୍ରଷ୍ଟ ସବୁ ଗଛ ବୃକ୍ଷରୋପଣ କରନ୍ତି। ଏ ଗଛଟାକୁ ଛୋଟ ଚାରା ଲଗାନ୍ତି। ସେ ଚାରାଟାକୁ ବଞ୍ଚିବା ପାଇଁ ତା ଚାରିପଟେ ଗୋଟେ ଲୁହାର ବା ଷ୍ଟିଲର ମାନେ ଲୁହା ବ୍ୟାରିକେଡ ଗୋଟେ ଦେଇଥାନ୍ତି ଗୋଲେଇ ବା ଚାରିକଣିଆ କରି ଗୋଟେ ଗ୍ରିଲ ତାର ଜାଲି ଦେଇଥାନ୍ତି ଏବଂ ଏଇ ତାର ଜାଲିଟା ଯେତେବେଳେ ଗଛ ବଡ ହେଇଯାଏ ସେ ତାର ଜାଲିଟା ସେ ଗଛର ବୃଦ୍ଧିରେ ବାଧାପ୍ରାପ୍ତ ହୁଏ। ବେଳେ ବେଳେ ଦେଖିଥିବ ସେ ଗଛ ସହିତ ଲାଗିକି ରହିଥିବ ସେ ଗଛଟା ପୁରା ମାନେ ତାର ଜାଲିଟା ଗଛ ଭିତରେ ପଶି ଯାଇଥିବ ସେ ଗଛ ବେଶୀ ମୋଟା ହେଇପାରୁନଥିବ କି ଯାଇ ପଡି ପାରୁନଥିବ। ଠିକ ସେହିପରି ଏଇ ଯୋଉ ନିୟମ ଆଉ ସାଧନ ୟମ ଆଉ ନିୟମ ବିଷୟରେ ବୁଝାଇଥିଲା। ୟମ ନିୟମ ସେତେବେଳେ ପର୍ଯ୍ୟନ୍ତ ପ୍ରଯୁଜ୍ୟ ଯେତେବେଳେ ପର୍ଯ୍ୟନ୍ତ ରାଗାନୁଗା ଭକ୍ତି ପ୍ରକଟ ହେଇନି। ରାଗାନୁଗା ଭକ୍ତି ସ୍ତରରେ ପହଞ୍ଚିଲା ପରେ ୟମ ନିୟମଟା ଭଜନରେ ବାଧା ହେଇଯାଏ। ଯେମିତିକି ସେ ଛୋଟ ଗଛଟା ବଢିଆ ପର୍ଯ୍ୟନ୍ତ ଗାଈ ମୁଖରୁ ବା ଅଲଗା ଲୋକଙ୍କ କବଳରୁ ବଞ୍ଚିବା ପାଇଁ ତାକୁ ବ୍ୟାରିକେଡ ଦିଆହେଇଛି। କିନ୍ତୁ ସେ ଯେତେବେଳେ ବଢି ଯାଉଛି ସେ ନିଜେ ବଢିବା ପାଇଁ ବ୍ୟାରିକେଡ ତାକୁ ବାଧା ହେଇଯାଉଛି। ଦେଖିଛ ନା ଦେଖିନାହାନ୍ତି ଏକ୍ସାମ୍ପଲ କୋଉଠି? ଯେ ଦେଖିଥିବ ସେ ବୁଝିପାରିବ। ଯେ ଦେଖିଥିବ ସେ ବୁଝିପାରିବ ଏକ୍ସାମ୍ପଲଟା। ଦେଖିଛୁ ପ୍ରଭୁଜୀ। ଆଜ୍ଞା ଠିକ ସେଇପରି ଏବେ ଯୋଉ କଥା ପଡିଛି ଯେ ଜଣେ ଭକ୍ତ ଯେମିତି ପଚାରିଲେ କିଏ ବୋଲିଲେ ଆମେ ଶୁଣିପାରିବା ନା ନାହିଁ କେତେବେଳେ ସମସ୍ତଙ୍କ ସହିତ ସଙ୍ଗ କରିପାରିବ? ଯେତେବେଳେ ତାର ଗୁରୁଦେବ ତାଙ୍କର ପରମ୍ପରା ତାଙ୍କର ଆଚାର୍ଯ୍ୟ ତାଙ୍କର
ଶାସ୍ତ୍ର ପ୍ରତି ଦୃଢ ନିଷ୍ଠା ରହିବ, ସେତେବେଳେ ସେ ସେମାନଙ୍କ ସହିତ ସଙ୍ଗ କଲେ ସେମାନଙ୍କୁ କାଉଣ୍ଟର କରିକି ପ୍ରମାଣ କରିକି ବୈଷ୍ଣବ ତତ୍ତ୍ୱଟାକୁ ପ୍ରତିଷ୍ଠା କରିବ। କିନ୍ତୁ ତାକୁ ପିଚିଂ କରିବାକୁ ଯାଇକି ସେଇଠି ପିଚିଂ ହେଇକି ରହିଯିବନି। ତେଣୁକରି ଆମର ପରମ୍ପରା, ଆମ ରୂପ ଗୋସ୍ୱାମୀ ଯୋଉ ବୈଷ୍ଣବ ଅପରାଧ ବିଷୟରେ ଆଲୋଚନା ହେଲେ, ଯୋଉ ଶାରୀରିକ ବିକଳାଙ୍ଗ ଜଣେ ରୂପ ଗୋସ୍ୱାମୀ ଲୀଳା ଚିନ୍ତନ କରୁଥିଲେ ନା, ଭଗବାନ ଗଛ ଉପରେ ଚଢିଛନ୍ତି, ରାଧାରାଣୀ ସଖୀ ମାନେ ତଳେ ଫୁଲ ତୋଳୁଛନ୍ତି, ଭଗବାନ ନିଜ ଗୋଡରେ ପାଦରେ ଡାଳଟାକୁ ତଳକୁ ନୁହେଁ ଦେଇଛନ୍ତି। ରାଧାରାଣୀ ଯେତେବେଳେ ଡାଳରେ ଧରିଛନ୍ତି ଫୁଲ ତୋଳିବା ପାଇଁ, ଭଗବାନ ପାଦ ଉଠେଇଲେ ଡାଳ ଉପରକୁ ଉଠିଗଲା, ରାଧାରାଣୀ ଝୁଲିକି ରହିଛନ୍ତି। ଭଗବାନ ରୂପ ଗୋସ୍ୱାମୀ ଲୀଳାରେ ଦେଖିକି ହସୁଛନ୍ତି। এটা ତ ଲୀଳା ଚିନ୍ତନ। କିନ୍ତୁ ଆମେ ସେ ସ୍ତରରେ ପହଞ୍ଚିଲେ ତ। ଏବଂ ଏଇ ଯୋଉ ଲୀଳା ଚିନ୍ତନଟା ଜଣେ କେତେବେଳେ କରିପାରିବ, ଯେତେବେଳେ ଜଣେ ଏଇ ସ୍ୱ ଶରୀରରେ ଭଗବାନଙ୍କର ସେବା କରିଥିବ, ସେତେବେଳେ ସେ ଏଇ ସେବାଟାକୁ ଲୀଳା ଚିନ୍ତନ କରିପାରିବ। ଏଇଟା ଗୋଟେ ମନୋପଲି, ମାନେ ଗୋଟେ କଣ କୁହାଯିବ, ମାନେ ତିଆରି କରିବା ଡ୍ରିମ୍ ନୁହଁ, ସ୍ୱପ୍ନ ନୁହଁ, ଯାହାଫଳରେ ତା ଚିନ୍ତା ଯେମିତି ମାତାଜୀ କହିଲେ କଣ, କୃଷ୍ଣ ପ୍ୟାଣ୍ଟ ସାର୍ଟ ଜିନ୍ ପ୍ୟାଣ୍ଟ ପିନ୍ଧି କ୍ରିକେଟ ଖେଳୁଛନ୍ତି। ଏଇଟା କାଳ୍ପନିକ କଥା ନୁହଁ। ଯେତେବେଳେ ଭଗବାନଙ୍କର ସେ ସେବା କରିଥିବେ, ଯେମିତି ପୋପାଲ ଲେଖିଲେ ସ୍ପଷ୍ଟ ଭାବରେ, ସେ ସୁନା ରୂପା ପାତ୍ରରେ ଗଙ୍ଗା ଯମୁନା ସରସ୍ୱତୀ ଆଦି ସେ ଗଙ୍ଗା ଯମୁନା କୋଉଠି ଦେଖିଥିବେ, ଗଙ୍ଗା ଯମୁନା ସ୍ନାନ କରିଥିବେ, ସେଇ ପାଣିଟା ଆଣିକି ସେ ଭଗବାନଙ୍କୁ ସ୍ନାନ କରାଇ ପାରିବେ। ପ୍ରଭୁଜୀ ଚୈତନ୍ୟ ଚରିତାମୃତରେ ଜଣେ ଏମିତି ଭକ୍ତ ଧ୍ୟାନରେ ଦେଖୁଥାନ୍ତି, ସେ ଯୋଉ ବୃନ୍ଦାବନକୁ ମହାପ୍ରଭୁ ଯିବାର ଥାଏ, ସେ ରାସ୍ତାରେ ଯେମିତି ସବୁଆଡେ ଫୁଲ ଲଗାନ୍ତି। ନୃସିଂହାନନ୍ଦ ବ୍ରହ୍ମଚାରୀ ଆଲୋଚନା କରିଥିଲେ, ନୃସିଂହାନନ୍ଦ ବ୍ରହ୍ମଚାରୀ। ଆଜ୍ଞା ଆଜ୍ଞା ପ୍ରଭୁଜୀ, ସେଇଟା। ତେଣୁକରି ଯୋଉ ବ୍ୟକ୍ତି ବା ଯୋଉ ଭକ୍ତ ଭଗବାନଙ୍କର ସେବା ନ କରିଥିବେ, ସେ ଚିନ୍ତନ ବି କରିପାରିବେନି। ଯେମିତିକି ଆପଣ ରସମଲେଇର ଟେଷ୍ଟଟା କଣ ଜାଣିନାହାନ୍ତି, ପ୍ରାକ୍ଟିକାଲ କଥା କହୁଛି। ଧର ଜଣେ ଭକ୍ତ ରସମଲେଇ ଟେଷ୍ଟ ଜାଣେନି, ସିଏ କେବେ ଭାବି ପାରିବନି ମୁଁ ଆଉ ଜଣେ ଭକ୍ତକୁ ରସମଲେଇ ଖୁଆଇବି। ସେ ତ ନିଜେ ଜାଣେ ରସମଲେଇ ଖଟା କି ମିଠା କି ପିତା କି ରାଗ କି ଲୁଣିଆ, ସେ ନିଜେ ଜାଣେନି, ସେ କେବେ ଆଉ ଜଣେ ଭକ୍ତକୁ ଖାଇବାକୁ ଦେବା ପାଇଁ ଭାବିବ। ତ ମାନସିକ ସେବା ସେତେବେଳେ କରିପାରିବେ ଯେତେବେଳେ ଶରୀରର ସେବା କରି 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 ପୁରା ଶରୀର ପୁରା ଏକ୍ସପର୍ଟ ହେଇଯାଇଥିବ, ସେତେବେଳେ ଜଣେ ମାନସିକ ସେବା କରିପାରିବେ। ଏମାନେ ସେଇଟାକୁ ମିସୟୁଜ କରୁଛନ୍ତି ନିଜର ଅଳସୁଆ ବୃତ୍ତିରୁ ବା ଭଗବାନଙ୍କୁ ସେବା ନ କରିବାର ପ୍ରବଞ୍ଚନା। କିନ୍ତୁ କଳିଯୁଗରେ ମାନସିକ ସେବାରେ ଫଳ ମିଳିବ, କିନ୍ତୁ ମାନସିକ ସେବା ସେତେବେଳେ ସେ କରିପାରିବ ଯେତେବେଳେ ସେ ନିଜେ ସ୍ୱ ଶରୀରରେ ନିଜ ଇନ୍ଦ୍ରିୟ ଦ୍ୱାରା ଭଗବାନଙ୍କର ସେବା କରି କରି ପୁରା ଏକ୍ସପର୍ଟ ହେଇଥିବ, ସେତେବେଳେ ଯାଇ କରିପାରିବ। ଯେମିତି କ୍ଷୀରି, ଏଇ ଯୋଉ ତିଆରି କଲେ ବ୍ରାହ୍ମଣ, ସେ ଶୁଣିଦେଲେ କ୍ଷୀରି ତିଆରି କଲେ। କ୍ଷୀରିଟା ସବୁଆଡେ ଫେଷ୍ଟିଭାଲରେ ପ୍ରଥମେ ରୋଷେଇ ହୁଏ, ଯେଉଁମାନେ ରୋଷେଇ କରିଥିବେ ସେ ଜାଣିଥିବେ। କ୍ଷୀରି ଆଉ ଡାଲି, ଫାଷ୍ଟ କ୍ଷୀରି ହବ, ତାପରେ ଖଟା ହବ, ତାପରେ ଡାଲି ହବ, ତାପରେ ଯାଇକି ସବଜି ହବ, ଲାଷ୍ଟକୁ ଅନ୍ନ ହବ। ଅନ୍ନ ଗରମ ଗରମ ବାହାରିବ, ଦିଆହବ। ଇଏ ହଉଛି ଭୋଜିର ରୋଷେଇର କ୍ରମ। କ୍ଷୀରିଟା ଯେତେ ଥଣ୍ଡା ହବ ସେତେ ଟେଷ୍ଟ ବଢିବ, ସେପାଇଁ କ୍ଷୀରିଟା ପ୍ରଥମେ ତିଆରି ରୋଷେଇ ହୁଏ। ଯେହେତୁ ସାଙ୍ଗେ ସାଙ୍ଗେ ତିଆରି କରିଛନ୍ତି, ଅଲଗା ସବୁ ସବଜି କରିସାରିଲା ପରେ ସେ ମାନସିକରେ ଆଙ୍ଗୁଠି ବୁଡେଇଛନ୍ତି, ତାଙ୍କ ଆଙ୍ଗୁଠି ପୋଡିଯାଇଛି। ଭଗବାନ ତାର ସେବା ଗ୍ରହଣ କରିଛନ୍ତି। ତେଣୁ ଆମେ ବି ମାନସିକ ସେବା କରିପାରିବା କେତେବେଳେ, ଯେତେବେଳେ ଆମେ ସେ ସ୍ତରରେ ପହଞ୍ଚିବା। এই ସାଧନ ଭକ୍ତିର ଅଙ୍ଗ ମାନେ ସାଧନ ଅଙ୍ଗ ଦ୍ୱାରା ଭଗବାନଙ୍କ ସେବା କରି କରି ଯେତେବେଳେ ଇନ୍ଦ୍ରିୟ ଗୁଡ଼ିକ ପୁରା ଏକାଗ୍ର ଚିତ୍ତରେ ଭଗବାନଙ୍କର ସେବାରେ ନିମଗ୍ନ ରହିବେ, ସେତେବେଳେ ଆମେ ମାନସିକ ସେବା କରିପାରିବା। ତା ପୂର୍ବରୁ ଯୋଉମାନେ କରନ୍ତି ସେମାନେ
କାଳ୍ପନିକ ଏବଂ ଏଇ ବିଷୟରେ ଥରେ ମୋର ମନେ ପଡିଲା ଗୁରୁଦେବ ଥରେ ଯାଇଥିଲେ ବମ୍ବେ। ଗୁରୁଦେବଙ୍କର ଗାଁ ଲୋକ କିଛି ଦେଖାହେଲେ ବିହାରୀ ଲୋକ। ଗୁରୁଦେବ କହିଲେ ଗୁରୁଦେବ କ୍ଲାସମେଟ ଟାଇପ ସେ କହିଲେ ଏଇ ମୁଁ ଯାଉଛି ସେଠି ଗୋଟେ ଧ୍ୟାନ ଦିଆଉଛି ଚାଲ। ଗୁରୁଦେବ କହିଲେ ଚାଲ ଯିବା। ଗୁରୁଦେବ କ୍ଲାସମେଟ ସାଙ୍ଗ ଡାକି ନେଲେ ଏବଂ ଗୁରୁଦେବ ସହିତ ଆଉ କିଛି ଅଲଗା ଲୋକ ଥିଲେ 2-3 ଜଣ ଗଲେ। ସମସ୍ତେ ଆଖି ବୁଝିଲେ ଧ୍ୟାନ କଲେ। ମାନେ ସେଡ୍ୟୁଲ ସରିଲା ପ୍ରୋଗ୍ରାମ ସରିଲା ଗୁରୁଦେବ ଆସି ପାହାଡରେ ଆସିଲେ ପଚାରିଲେ ତୁ କଣ ଧ୍ୟାନ କରିଥିଲୁ? ସେ କହିଲେ ତୁମେ କଣ ଧ୍ୟାନ କରିଥିଲ? ଜଣେ ଲୋକ କହିଲେ ଆରେ ମୁଁ କଣ ଧ୍ୟାନ କରିବି ଗାଁରେ ଧାନ ଚାଷ ଟାଇମ ହେଇଗଲାଣି ଧାନ ବୁଆ ପାଣି କେମିତି ବୁଆ ହବ ରୁଆ ହବ ସେ ବିଷୟରେ ମୋ ଧାନ କିଆରିରେ ମୋ ଆଖି ବୁଝିଲି। ମୋ ଆଖି ବୁଝି ବୁଝି ମୋର ପଳେଇ ଆଇଲା ଧାନ କିଆରି କିପରି ତଳା ଉପଡା ହବ ଟାଇମ ହେଲାଣି ଏଠୁ ମୁଁ ଗଲେ ସେଠି ଭବେରୁ ଗଲେ ମୁଁ ସେଠି ଧାନ ରହିବି। এইଠୁ ଏକ୍ସାମ୍ପଲ ମିଳୁଛି ଯିଏ ଯୋଉଟା କରେ ସେଇ ଚିନ୍ତନଟା ତାର ଆସେ। ପ୍ରଭୁ ଏ ଯୋଉ ଆମର ଆଶେଶ୍ୱରୀ ମା କହିଲେ ସେ ଯୋଉ ଭକ୍ତ କଣ କହିଲେ କୃଷ୍ଣ ଆସିକି ଜିନ୍ ପ୍ୟାଣ୍ଟ ପିନ୍ଧିକି ମୋ ସହିତ ବଲ୍ ବ୍ୟାଟ ଖେଳୁଛନ୍ତି ତାମାନେ ଜାଣିପାରେ ସେ ସ୍ତ୍ରୀ ଭକ୍ତ କୋଉ ସ୍ଥିତିର। ଆଜି କ୍ଲାସରେ ବହୁତ ମଜା କଥା ସବୁ ଆଲୋଚନା କରାହେଲା। ଠିକ ଅଛି ପ୍ରଭୁଜୀ ମୋର ଗୋଟେ ପ୍ରଶ୍ନ ଅଛି। ପ୍ରଭୁଜୀ ମୁଁ କୁହନ୍ତୁ। ଅଧିକାଂଶ ଟିକେ ଧ୍ୟାନ କରିକି ରାଧା ରମଣକୁ ଧ୍ୟାନ କରିଥିବି। ତାପରେ କିଛି ସମୟ ପରେ ରାଧା ବଲ୍ଲଭଙ୍କର ଫାଷ୍ଟ ଫଟୋଟା ଆସିଯାଏ ତାପରେ ବାଙ୍କେ ବିହାରୀଙ୍କର। ମୁଁ କହୁଛି ଜଣଙ୍କ ପାଖରେ କାହିଁ ମୋ ଧ୍ୟାନ ଟା ରହୁନି ଖାଲି ମାନେ 3ଟା ଆଗ ରୂପକୁ ସବୁବେଳେ ଏପଟ ସେପଟ ହେଇକି କାହିଁ ଦେଖୁଛି ସେଇଟା କଣ ସେଟା କଣ ହଉଛି ଏମିତି କାହିଁକି? ସେ ବିଷୟରେ ମୁଁ କହିବି ଆପଣଙ୍କ ଧ୍ୟାନ କାହିଁକି ଏମିତି ହଉଛି ମୁଁ ତ କେବେ ଧ୍ୟାନ କରିନି କି ଆଜି ପର୍ଯ୍ୟନ୍ତ ମୁଁ ସେ ସ୍ଥିତିରେ ପହଞ୍ଚିନି। ମୁଁ କେବେ କହିବି ଆପଣ ତ ମୋଠୁ ଆଗରେ ରହିଲେଣି। ନାଇଁ ପ୍ରଭୁଜୀ ଯୋଉ ପ୍ରେୟାର କରୁଛୁ କି ଚାଣ୍ଟିଂ କରୁଛୁ ମାନେ ଭଗବାନଙ୍କୁ ବିଗ୍ରହକୁ ଦେଖିବା ପାଇଁ ଯେତେବେଳେ ଇଚ୍ଛା କରୁ ମାନେ ଏମିତି ଚେଞ୍ଜ ହୁଅନ୍ତି। ମୁଁ କହୁଛି କାହିଁ କନଷ୍ଟାଣ୍ଟ କାହିଁ ରହୁନାହାନ୍ତି ବୋଲି ମୁଁ ସେଇଟା ଦିନେ ଦିନେ ଭାବେ ସେଇଟା କଣ ପାଇଁ ପ୍ରଭୁଜୀ? ଆପଣ ଆପଣଙ୍କ ଗୁରୁଦେବଙ୍କୁ ପଚାରିବେ ମୁଁ କହିପାରିବି ଆଜ୍ଞା ମୁଁ ସେ ସ୍ଥିତିରେ ପହଞ୍ଚିନି। ହରେ କୃଷ୍ଣ ପ୍ରଭୁଜୀ ଗୋଟେ ପ୍ରଶ୍ନ ଥିଲା ପ୍ରଭୁ ଆମେ ଯଦି କୋଉଠି ଯାଆନ୍ତି ଯୋଉ ଘରେ ଯୋଉ ବିଗ୍ରହ ରଖିଛନ୍ତି ତ ସେତେବେଳେ ଯୋଉ କୁହାଯାଏ ମାନସିକ ସେବା କରନ୍ତୁ ମନେ ମନେ ସେଟାକୁ ଭୋଗ ଲଗାନ୍ତୁ କି ସେଇଟା କରିବା କଥା କି ନୁହଁ ପ୍ରଭୁଜୀ? ମାନସିକ ରୂପରେ ତାଙ୍କୁ ଆରତି କରନ୍ତୁ ଯଦି ଆମେ ସେ ସ୍ଥିତିରେ ନାହାନ୍ତି ସେ ଜାଗାରେ ପ୍ରେଜେଣ୍ଟ ନାହାନ୍ତି କୋଉଠି ଯାଇଛନ୍ତି ଆଉଟ ଅଫ ଷ୍ଟେସନ। ଦେଖନ୍ତୁ ଏଇ କଥାଟା ଆମ ଇସ୍କନରେ ବହୁତ ବଡ ମାନେ ସମସ୍ତଙ୍କ ପାଇଁ ପ୍ରୋବ୍ଲେମ ସବୁ ଭକ୍ତଙ୍କ ପାଇଁ। ଭକ୍ତ ନୂଆ ନୂଆ ଭକ୍ତ ହେଲେ ବହୁତ ଆଗ୍ରହ। ଗୋଟେ ଫେମସ କଥା ଅଛି ଆଗ୍ରହ ତାପରେ ଆସିବେ ବିଗ୍ରହ ତାପରେ ସେ ବିଗ୍ରହ ହେଇଯିବେ ଗଳଗ୍ରହ। ବୁଝିପାରିଲେ ତ? ତେଣୁକରି ପ୍ରଭୁପାଦ ମହାରାଜ ମନା କରିଛନ୍ତି ମନ୍ଦିରର ଥିବା 30 କିଲୋମିଟର ଭିତରେ ଭକ୍ତ ଘରେ ବିଗ୍ରହ ରଖିବେନି। ଏବେ ଜୟପ୍ରକାଶ ଗୁରୁମାର ମନା କରୁଛନ୍ତି। ଏବେ ମୁଁ ଶୁଣିଛି ଜୟପ୍ରକାଶ ଗୁରୁମାର ମନା କରୁଛନ୍ତି ସବୁ ଭକ୍ତଙ୍କୁ ଘରେ ବିଗ୍ରହ ରଖିବ। ଘରେ ବିଗ୍ରହ ରଖିଲେ ଭକ୍ତ ମନ୍ଦିର ଆସୁନି ମନ୍ଦିର ସହିତ ଟଚ୍ ରହୁନି ଭକ୍ତ ସଂଘରୁ ଧୀରେ ଧୀରେ ବିଚ୍ୟୁତ ହେଇଯାଉଛି। ଏ ଘର ତ ଠାକୁର ଅଛି ଟାଇମ କାହିଁ ମନ୍ଦିର ଯିବାକୁ? ଆଜ୍ଞା ହଁ ହଁ ସେଇଆ ହଉଛି ଆଉ ପ୍ରଭୁଜୀ ଆମକୁ ଷ୍ଟ୍ରିକ୍ଟଲି ଆରମ୍ଭରୁ ମନା କରାହେଇଛି ଯେ ଆପଣ ମାନେ ଘରେ ବିଗ୍ରହ ସେବା କରିବେ ନାହିଁ କାହିଁକିନା ପ୍ରଭୁପାଦ ବିଗ୍ରହ ବି ମନା ସେବା କରିଛନ୍ତି ବହୁତ କଠିନ। ହଁ ଆଉ ଆପଣ ପୂଜିତ ବିଗ୍ରହଙ୍କର ଫଟୋ ରଖିକି ପୂଜା କରନ୍ତୁ। ଆମକୁ 30 ଆରମ୍ଭରୁ କିଲୋମିଟର ନିର୍ଦ୍ଦେଶ ଭିତରେ ଅଛି। ପ୍ରଭୁପାଦ ମହାରାଜ କହିଛନ୍ତି ମାନେ କଣ ଆପଣଙ୍କ ଘର ମନ୍ଦିରରୁ 30 କିଲୋମିଟର ଦୂରରେ? ନାଇଁ ପ୍ରଭୁ ସେ ଅଜ୍ଞତା ଭାବରେ ଆମେ ନେଇ ଆସିଥିଲୁ ଏବେ କଣ କରିବୁ? ହଉ କିଛି ନାହିଁ ଆଣିଛୁ ଭଗବାନ ଆସିଲେ ଭଲ କଥା ଭଗବାନଙ୍କୁ ରଖିବା କଥା କିଛି ଅସୁବିଧା ନାହିଁ କିନ୍ତୁ ଭଗବାନଙ୍କୁ ଆପଣ କୋଉ ରସର ସେବା କରୁଛନ୍ତି ମା ମୁଁ ଶୁଣେ ଟିକେ। ଆମର ଯୋଉ 12ଟା ରସରୁ 7ଟା ଗୌଣ 5ଟା ମୁଖ୍ୟ କାହାର ମନେ ଅଛି? ହାତଟାକୁ ଖାଲି ଦେଖେ କେତେ ଜଣଙ୍କର ମନେ ଅଛି 5ଟା ମୁଖ୍ୟ କଣ 7ଟା ଗୌଣ କଣ? ଆଚ୍ଛା 5ଟା ମୁଖ୍ୟରୁ ଦାସ୍ୟ ଆପଣ ସଖା କୋଉ ରସରେ ଅଛନ୍ତି ଏବେ ମତେ କୁହନ୍ତୁ? ନ କହିଲେ ବି ଆପଣ ମନେ ମନେ ଫିଲ୍ କରନ୍ତୁ ଭଗବାନଙ୍କୁ କୋଉ ଭାବରେ ଆପଣ ସେବା କରୁଛନ୍ତି। ଭଗବାନ ଠାକୁର ଆମ ଘରେ କି ଭଗବାନ ଆମ ଘରେ ପୁଅ କି ପିଲା କି ଭଗବାନ ମୋର ସ୍ୱାମୀ କି ଭଗବାନ ମୋର ବନ୍ଧୁ କି ଭଗବାନ ମୋର ପ୍ରିୟତମ କୋଉ ଭାବରେ ଆପଣ ନିଜେ ନିଜେ କହିବା ଦରକାର ନାହିଁ ନିଜେ ନିଜେ ସେ ଭାବରେ ମନ ସ୍ମରଣ କରନ୍ତୁ। ଯଦି ଭଗବାନ ଆପଣଙ୍କର ପୁଅ ଭାବିଥିବେ ତମେ ଯୁଆଡେ ବାହାରକୁ ଗଲ ତମ ପିଲାର ଖାଇବା ବ୍ୟବସ୍ଥା କରି ଯାଉନ? ଆଜ୍ଞା ଯଦି ଭଗବାନ ଆପଣଙ୍କର ସ୍ୱାମୀ ଭାବିଥିବେ
ତମେ ଯୁଆଡେ ଗଲ ତମ ସ୍ୱାମୀର ଖାଇବା ବ୍ୟବସ୍ଥା କରିଦିଅ ନା, ତାହେଲେ ଭଗବାନଙ୍କୁ କେମିତି ମାନସିକ ଭୋଗ ଲଗେଇଦବ? ତମ ପିଲାଙ୍କୁ ମାନସିକ ଭୋଗ ଲଗେଇଲେ ହଉଛି? ନା। ତ ଏଇଟା ହେଲା ସହଜିଆ ପନ୍ଥା। ଏ ସହଜିଆ ମାନେ କଣ କି? କ୍ଷମା କରିବେ ଯଦି କାହାକୁ କଠୋର ଲାଗୁଥିବ। ନାଇଁ ପ୍ରଭୁଜୀ, ଠିକ ପ୍ରଭୁଜୀ ପ୍ରଭୁଜୀ ଆମେ ନିୟରେଷ୍ଟ ସେଣ୍ଟରରେ ଦେଇକି ଯାଉଛୁ, ଆଉ ଯୋଉଟା ହଁ, ଆମର ସେଣ୍ଟର ଦେଇପାରିବେ, ନହେଲେ ପାଖ ପଡିଶା ଘରେ ଦେଇପାରିବେ। ପ୍ରଭୁଜୀ ଆଉ ଗୋଟେ ଯୋଉମାନେ କଥା ଭକ୍ତ, ହଉଛି, ଯୋଉଟା ଆମର ଆମେ ଯୋଉ ମାନେ ମାସରେ ଘରେ ଯୋଉ ପୂଜା କରୁଛୁ, ଆମର ଯୋଉ ଅସୁବିଧା ହଉଛି ସେଇ ସମୟଟାରେ ତ ଆମେ ଭଗବାନଙ୍କୁ କିଏ ଯେମିତି ପୂଜା କଲେ ଆମେ ମନରେ ପ୍ରଭୁ ଏଇଟା ପାଇଛୁ ଆମେ ତ କରିପାରିବୁନି, ମାନେ ଏଇଟା ଆମେ ଏମିତି କରୁଛୁ, ସେଇଟା କଣ ପ୍ରଭୁଜୀ? ସେଇଟା କେତେ ଏଇଟା ବହୁତ ମାନେ ଗୋଟେ ସୂକ୍ଷ୍ମ ପଏଣ୍ଟ। ଦି ପ୍ରକାର ଉତ୍ତର ଏଥିରେ ଆସିବ। ମୁଁ ନିଜେ ମଧ୍ୟ ଶୁଣିଛି। ଶ୍ରୀପାଦ ମହାରାଜ, ଆମ ପରମ ପୂଜ୍ୟ ପରମାରାଧ୍ୟ ଶ୍ରୀ ଶ୍ରୀମଦ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ପ୍ରଭୁପାଦଙ୍କ ଜଣେ ଶିଷ୍ୟ ସାଇଣ୍ଟିଷ୍ଟ ଥିଲେ। ଶ୍ରୀପାଦ ମହାରାଜ ମତେ ତାଙ୍କର, ଦେଖ ଆମେ ଆମର ଆଚାର୍ଯ୍ୟ ଏବଂ ଶାସ୍ତ୍ରର ଏକ୍ସାମ୍ପଲ ଅନୁସାରେ ଚାଲିବା, ନିଜର ମନ ମୁତାବକ କିଛି କହିପାରିବା, ଏଇଟା ଭୁଲ ହେଇଛି ଯଦି ମନ ମୁତାବକ ଅଛି। ତେଣୁକରି ଆମେ ଆଚାର୍ଯ୍ୟକୁ ଫଲୋ କରି ଚାଲୁଛେ। ସେ ଜଣେ ଆଚାର୍ଯ୍ୟ, ଆମର ଇସ୍କନ ଜଣେ ମହାଗୁରୁ, ପ୍ରଭୁପାଦଙ୍କର ଜଣେ ପ୍ରିୟ, ଅନ୍ୟତମ ବହୁତ ପ୍ରିୟ ଭିତରୁ ସେ ଜଣେ ଅନ୍ୟତମ ପ୍ରିୟ। ସାଇଣ୍ଟିଷ୍ଟ ମାନଙ୍କ ପାଖରେ ଭିତରେ ସେ ଭକ୍ତି ପ୍ରଚାର କରୁଥିଲେ, ସ୍ପିରିଚୁଆଲ ଆଣ୍ଡ ସାଇନ୍ସ। ତେଣୁକରି ତାଙ୍କର ଜଣେ ଶିଷ୍ୟ ଏମିତି ଥିଲେ। ତ ସେଇଠି ମୁଁ ଯାହା ଶୁଣିଛି, ତ ମହାରାଜ ତାଙ୍କୁ କହିଥିଲେ କି ତମେ ସେବା ଯୋଉ ରୋଷେଇ କରୁଛ ଭୋଗ ଦେଇପାରିବ ଯଦି ତମେ ପୁଅ ଭାବରେ ସେବା କରୁଥିବ। ନା ଜଣେ ମାର ଅସୁଚ ଅବସ୍ଥାରେ କଣ ତା ପିଲାକୁ ସେ ଖାଇବା ଦଉନି? ହଁ ପ୍ରଭୁ, କିନ୍ତୁ ତା ଆମକୁ ମାନେ ସେଟା ନୁହଁ ଘରେ ଯଦି ଆମେ ସେଟା ଅଲଗା ବ୍ୟକ୍ତି ଥିବେ, ଘରେ ଯଦି ଅଲଗା ବ୍ୟକ୍ତି ଥିବେ, ସେମାନେ ରୋଷେଇ କରିଦେଲେ ଭଲ। ଯଦି କେହି ନାହାନ୍ତି, ପରିସ୍ଥିତି ତ ଏ ବିଷୟରେ ମୁଁ କହିପାରିବିନି, କାହିଁକିନା ମତେ ଏ ବିଷୟରେ ପଚାର, ଆପଣଙ୍କର ଖାଲି ଜାଣିବା ପାଇଁ ପଚାରୁଛନ୍ତି, ଠିକ ଅଛି। ମୁଁ ଯୋଉଟା କହୁଛି ସେଇଟା ଆପଣ ଆଚରଣ କରିବା ଠିକ ନୁହଁ। କଣ ପାଇଁ ନା, ଯେହେତୁ ଆପଣ ଜଣେ ଦୀକ୍ଷିତ ଭକ୍ତ, ଆପଣଙ୍କର ଗୁରୁଦେବ ଅଛନ୍ତି, ଆପଣ ଡାଇରେକ୍ଟ ଗୁରୁଦେବ ସହିତ କନସଲ୍ଟ କରିବେ। ଗୁରୁ ମୁଖ ପଦ୍ମ ବାକ୍ୟ ଚିତ୍ତେ କରିବା ଆର ନା କରିବା ମନେ ଆସେ। ତ ଗୁରୁଦେବ ଆପଣଙ୍କର ସ୍ଥିତି ଅନୁସାରେ ଆପଣଙ୍କୁ ଯୋଉ ଉପଦେଶ ଦେବେ ସେଇଟା ଫାଇନାଲ। କିନ୍ତୁ ଏଇଟା ମୁଁ ଯାହା ଶୁଣିଥିଲି, ଆମେ ଆଲୋଚନା କଲେ, ଏବଂ ଘରେ ଯଦି ଅଲଗା ବ୍ୟକ୍ତି କିଏ ଥିବେ, ସେମାନେ ରୋଷେଇ କରି ଦେଇପାରିବେ, ଯାହା ବି ଖାଇବା ପାଇଁ ଟିକେ ଅଳ୍ପ ବହୁତ। ଆଉ ନହେଲେ ଏକଦମ କେହି ନାହାନ୍ତି, ପୁରା ଏକା ଏକା, ଆଉ ଯେହେତୁ ବିଘ୍ର, ସେ ତ ଉପବାସ ରହିପାରିବେନି, ତାହେଲେ ନହେଲେ ଏମିତି ବି ଯଦି ଛୋଟ ପିଲା ଥିବେ, ତାହେଲେ କିଛି ଡ୍ରାଏ ଆଇଟମ ବି ଦେଇପାରିବ, ମିଠା ପ୍ରଭୁ ସେ ଫିଠା, କ୍ଷୀର। ପ୍ରଭୁ ସେ ଭକ୍ତ ନ ହେଇଥିବେ, ସେ ତ କଣ କରାଯିବ ସେଠି? ନା ନା ନା, ଭକ୍ତ ନ ହୋଇଥିଲେ ବି ଭଗବାନଙ୍କୁ ଭୋଗ ଲଗେଇ ପାରିବେ। ଭଗବାନ ସମସ୍ତଙ୍କ ହାତରୁ ଖାଇପାରିବେ। ଆଜ୍ଞା। ଯିଏ ଜନ୍ମ ହେଇଛି ସିଏ ଭଗବାନଙ୍କର ଭକ୍ତ। ଭଗବାନଙ୍କର ଭକ୍ତ, ତମେ ସେବା କଲ ବୋଲି ସିନା ଭକ୍ତ ହେଲ। ଆଜ୍ଞା। ଆଉ ଭକ୍ତ କଣ ମା ପେଟରୁ ଅଲଗା ହେଇକି ଜନ୍ମ ହେଇଥାଏ, ଇଏ ଭକ୍ତ ଇଏ ଅଭକ୍ତ? ଯିଏ ଭଗବାନଙ୍କୁ ଭକ୍ତ ସେବା କଲା ସେ ଭକ୍ତ, ଯିଏ ସେବା ନ କଲା ସେ ଭକ୍ତ ନୁହଁ। ତମେ ତାକୁ ସେବାର ସୁଯୋଗ ଦିଅ, ସେ ଭକ୍ତ ହବ। ଆଉ କାହାର କିଛି ପ୍ରଶ୍ନ ଏସବୁ ବିଷୟରେ? ଆମକୁ ଇନଷ୍ଟ୍ରକ୍ସନ ଥିଲା ପ୍ରଭୁ, ଆଜି ତମେ ଯଦି ଏଇ ପିରିୟଡରେ ହେଲା ମାନେ ସେତେବେଳେ ନିଜେ ବାହାରେ ହେଲେ ଟିକେ ରୋଷେଇ କରିକି, ଭଲ ପୁଅକୁ ତ ଭୋକରେ ରଖିପାରିବନି, ସେଥିପାଇଁ ରୋଷେଇ କର, କିନ୍ତୁ ବାହାରେ ଡାକ ଭଗବାନଙ୍କୁ, ଯେ କିନ୍ତୁ ଠାକୁରଙ୍କ ଘର ଭିତରକୁ ଯାଅନି ବୋଲି କହିଛି। ନା, ମୁଁ ବହୁତ ଭକ୍ତ ଘରେ ଦେଖିଛି, ପ୍ରଭୁ ମାନେ ବି ରୋଷେଇବାସ କରନ୍ତି, ଶୁଣିଛି ବି। ଭକ୍ତ ମାନେ ବାହାରେ ବୁଲୁଛୁ ନା, ଭକ୍ତ ମାନଙ୍କ ସହିତ ସମ୍ପର୍କ ଅଛି ନା, ପ୍ରଭୁ ମାନେ ବି ରୋଷେଇବାସ କରିକି ଦିଅନ୍ତି। ପ୍ରଭୁଜୀ ଆମର ବିଶେଷ କରି ପ୍ରଭୁଜୀ ହଁ, ଆମ ଶୁଣିଛି। ପ୍ରଭୁଜୀ କରନ୍ତି। ହଁ, ତେଣୁକରି ପ୍ରଭୁପାଦ ମହାରାଜ ମନା କରିଛନ୍ତି ଯେ 30 କିଲୋମିଟର ଭିତରେ ବିଘ୍ର ରଖିବନି। ମନ୍ଦିରରେ ଯୋଉ ଭଗବାନ ପୂଜା ପାଉଥିବେ ସେଇ ଭଗବାନଙ୍କର ଆଲେଖ୍ୟ ରଖିବ। ରଖିଲେ କଣ, ମନ୍ଦିରରେ ସବୁ ସେବା ହଉଛି, ଆପଣଙ୍କୁ ସେବା ଅପରାଧ ଲାଗିବନି। ସେବା ଯୋଉ ବନ୍ଦ ହେଲା ସେଇ ଅପରାଧ ଲାଗିବନି। এইପାଇଁ ପ୍ରଭୁପାଦ ମହାରାଜ କହିଛନ୍ତି। ଆଉ କାହାର କିଛି ପ୍ରଶ୍ନ?
ହଉ ଠିକ ଅଛି, ଆମେ ଏଇଠି ବିଶ୍ରାମ ଦେବା। କାଲି 11 ଅଧ୍ୟାୟ ପଢା ହବ। କାଲି କ୍ଲାସ୍ କଣ ହବ କଣ୍ଡିସନ ମୁଁ ଜଣେଇବି, କାହିଁକିନା ଆଜି ଆଉ କିଛି ସମୟ ପରେ ପୁରୁଷୋତ୍ତମ ମହାରାଜ ଆସି ପହଞ୍ଚିବେ ପୁରୀରେ। ଏବେ ବୋଧେ ଫ୍ଲାଇଟ୍ରୁ ଓହ୍ଲେଇବେନି, ସେ ଭୁବନେଶ୍ୱରରୁ ଡାଇରେକ୍ଟ ପୁରୀ ଆସିବେ, ଓହ୍ଲେଇବେ ଏବେ 8ଟାରେ ଓହ୍ଲେଇବେ। ତ କାଲି ଯଦି କ୍ଲାସ୍ ନେବା ପାଇଁ ମୋତେ ସୁଇଟେବୁଲ ହେଲା ମୁଁ ମେସେଜ ଦେବି ଗ୍ରୁପରେ, ଯଦି ସୁଇଟେବୁଲ ନହେଲା ବି ମେସେଜ ଦେବି। କାରଣ ମହାରାଜ ଆସିଲେ ମୁଁ ଟିକେ ବ୍ୟସ୍ତରେ, ମହାରାଜ ମୋତେ ଛାଡନ୍ତିନି ବେଶୀ କୁଆଡେ, ତା ପାଖେ ପାଖେ ରଖନ୍ତି, କିଛି କାମ ନଥିବ କହିବେ ତୁ ରହ ଏଠି। ତେଣୁକରି କଣ ମହାରାଜ କେତେ ଦିନ ରହୁଛନ୍ତି 4 ଦିନ, କଣ ହଉଛି କଣ୍ଡିସନ, ସେ ଅନୁସାରେ ଡେଲି କ୍ଲାସ୍ ହବ କି ନାହିଁ ମୁଁ ଡେଲି କ୍ଲାସ୍ ଗ୍ରୁପରେ ମେସେଜ ଦେବି। ହରେ କୃଷ୍ଣ। ବାଞ୍ଛା କୃପା ପ୍ରଭୁଜୀ ହରେ କୃଷ୍ଣ। ବହୁତ ମାନେ ଆପଣ ଭାଗ୍ୟବାନ ମହାରାଜଙ୍କ ପାଖରେ ରହି କୃପା କରୁଛନ୍ତି। ହରେ କୃଷ୍ଣ। ମୁଁ ଭାଗ୍ୟବାନ ନୁହଁ, ଗୁରୁ ଆଚାର୍ଯ୍ୟ ସେମାନେ ଭାଗ୍ୟବାନ। ଦିନରେ ଅଧିକ ଦୟା କରେନ ଭଗବାନ, ଚୈତନ୍ୟ ଚରିତାମୃତରେ ଏଇଟା ଲେଖିଛନ୍ତି। ଯୋଉ ଆପଣ ବି ଆପଣଙ୍କ ଫ୍ୟାମିଲିରେ ଦେଖନ୍ତୁ, ଯୋଉ ପିଲାମାନେ ଟିକେ ଦୁଷ୍ଟ ବା ଯୋଉ ପିଲାମାନେ ଅଯୋଗ୍ୟ, ସେଇ ପିଲାର ଚିନ୍ତା। ଜଣେ ମା ବାପା କଥା ହଉଥିବେ, ଆରେ ବଡ ପୁଅ ତ ଚାକିରି ବାଟରେ ଲାଗିଗଲା, ମୋ ସାନ ପୁଅ ବାଟରେ ଲାଗିଗଲା, ମୋ ଝିଅ ପୁଅ ବାଟରେ ଲାଗିଗଲା, ବା ସେ ଝିଅ ବାହାଗଲା, ଏଇ ପିଲାଟା ଏଇ 3 ନମ୍ବର ଛୁଆଟା ଟିକେ ପାଠ ସାଠ ଲାଗିନି, କଣ କରି ତାରି ପାଇଁ ଟିକେ ଚିନ୍ତା, ସିଏ କି ବାଟରେ ଲାଗିବ। ତ ଏଇଟା ହେଲା କଥା। ଯିଏ ଯୋଗ୍ୟ ବ୍ୟକ୍ତି ଭଗବାନଙ୍କ ତାଙ୍କ ପାଇଁ, ଭଗବାନଙ୍କର ସେ ତ ଯୋଗ୍ୟ, ଭଗବାନ ତାକୁ ଯୋଗ୍ୟ କରିଥାନ୍ତି। ଯିଏ ଅଯୋଗ୍ୟ ବ୍ୟକ୍ତି, ଅଧମ ବ୍ୟକ୍ତି, ଭଗବାନଙ୍କର ତା ପ୍ରତି ବେଶୀ କୃପା ଥାଏ। ଦେଖ ସେ ପିଲାଟା କେମିତି ମଣିଷ ହବ। ତ ସେ ଆମେ ମାନେ ଅଯୋଗ୍ୟ ଅଧମ, ତେଣୁକରି ସାଧୁ ମାନେ ଆମକୁ କୃପା କରିକି ଟିକେ ଟିକେ ପାଖରେ ରଖୁଛନ୍ତି। ଏ ଦୁଷ୍ଟ ପିଲାଟା ପାଖରେ ନ ରହିଲେ ପୁଣି ଆହୁରି ବାଳୁଙ୍ଗା ହେଇଯିବ। ପ୍ରଭୁ ଆମେ ମାନେ ସବୁ ଆହୁରି ମୂର୍ଖ ତ ହେଲା, ଆମକୁ କେମିତି ଆମେ ମାନେ ସବୁ କଣ ପ୍ରଭୁଜୀ, ଆମେ ତ ତାଠୁ ଆହୁରି ମୂର୍ଖ ଅଧିକ ନୁହଁ, ମୂର୍ଖ। ଆପଣ ମାନେ ଉନ୍ନତ ଭକ୍ତ, ଭଗବାନଙ୍କର ସେବା କରୁଛନ୍ତି, ଗୃହସ୍ଥ ଆଶ୍ରମରେ ରହିକି ବି ଏତେ ସୁନ୍ଦର ଟାଇମ ବାହାର କରିକି ସେ ଭଗବାନଙ୍କର ଭଜନର ଆରାଧନା କରୁଛନ୍ତି, ଭକ୍ତି ଅଙ୍ଗ ଗୁଡ଼ିକ ଯାଜନ କରୁଛନ୍ତି, ଆଉ କଣ କରନ୍ତେ। ଆଉ ଏତେ କରିକି ମନରେ ଏଇ ଯୋଉ ଭାବଟା ଆସୁଛି ଯେ ମୁଁ କିଛି କରିପାରୁନି, ଏଇଟା ହଉଛି ଭକ୍ତିର ଲକ୍ଷଣ। ଯେ କିଛି ଭାବେ ମୁଁ କରୁଛି ବୋଲି, ସେତେ ତ ଅହଙ୍କାର ଆସିଗଲା। हरे कृष्ण। जगत गुरु प्रभुपाद महाराज की जय, रूप गोस्वामीपाद की जय, भक्त समस्त ग्रंथ की जय, निताय गौर सीतानाथ प्रेमानंद हरे। अच्छा, जड़े भक्त खाली ग्रुप रे मेसेज देइछथि मते कि ग्रुप रे जे एक चक्र जाई परिबेनी, एके आसीबे। अच्छा, प्रोग्राम कोन आपण मानकर जणा दु, टिकट काटे पय टाइम आसी हे गेलानी, आज 22 तारीख हेलानी। तो तामे एक कृष्ण चक्र प्रभुजी मु देई प्रोग्राम, देइछि, प्रभुजी मु हां देइछि। आपण तो देइछथि। प्राय समस्ते एक चक्रा जिबे, आज्ञा कोलकाता जिबे, प्रोग्राम करवा ना खाली मायापुर प्रोग्राम हबा जेमति थिला, एवं ता पर दिन जो अलगा जो 5-7 दीप रहउछि टच करके पळे आसीबा ना, एक चक्रा जिबे। ପ୍ରଭୁଜୀ ଏଥର ପାକୁ ଯାଇକି ପଳେଇ ଆସିଲେ ଭଲ ହୁଅନ୍ତା। ठीक अच्छी से करवा। तो शनिवार दिन प्रोग्राम, मेन शुक्रवार दिन रात समस्त बाहर जो डेट फाइनल होता, शनिवार दिन पहुंचे सका, शनिवार दिन सका पहुंचला सब पहुंच किए 10टा किए 11 किए 12 टाइम थो, सब सांग लंच खाइबे एका सांगे, गीता भवन हो गदा भवन हो। तापर लंच प्रसाद पाई सारा टिके रेस्ट करके हरिनाम कीर्तन करी करी आगे सब सर्वप्रथम पुष्प समाधि, पुष्प समाधि मेन गेट पर होगी जीवा गौनीति आगे, तापर पुष्प समाधि, तापर गोशाला, गोशाला पुणी आसवा राधा माधव मंदिर, मंदिर दर्शन करके कीर्तन करके जाके संध्या 6टार पहुंची जा मायापुर इंस्टीट्यूट। से 6टार 6:30 कीर्तन, 6:30 7:30 ग्लोरिफिकेशन बा इंस्टीट्यूट कोर्स विषय सब आचार्य माने हमर जे आस्थिबे, गुरु आचार्य माने वरिष्ठ भक्त मान से कहबे। तापर 7:30 सर्टिफिकेट डिस्ट्रीब्यूशन प्रोग्राम आरंभ 8टा, तापर कल्चरल प्रोग्राम 8टा 8:30, 8:30 प्रसाद। एटा पळला फर्स्ट डे शनिवार। तापर रविवार दिन सकाळ पळेवा आरपट को, माने जो गोद्रुम दीप मध्यद्वीप रुद मध्यद्वीप सेपटे बुलाबुली करके सेपटे ब्रेकफास्ट कराव, लंच करी आसी पुणी मंदिर में भावुची लंच पुणी आसी दिन 2टार मंदिर करेंगे। एवं लंच पर भी आपण मैंने जी आसिया कदा आसपारे रविवार राति आउ जी रही जन जी भक्त किए रही पर्सनाल चाहूबे, आमर गुणवती माँ चाहते एक चक्र जावाई, तो सी आम जी एक चक्र
ଯିଏ ଆସିଲେ ଆସିଲେ ଆଉ। ହରେ କୃଷ୍ଣ ପ୍ରଭୁ, ଆମେ ଏକଚକ୍ର ଧାମ ଯିବୁ, ହେଲେ ମୋ ସାଙ୍ଗରେ ଆଉ 4 ଜଣ ଯିବେ କହୁଛନ୍ତି, ଯାଇପାରିବେ ପ୍ରଭୁ? ହଁ, ସମସ୍ତେ 4 ଜଣ ଛାଡିକି 40 ଜଣ ଆସିପାରିବେ। ଯଥାଶୀଘ୍ର ମେସେଜ ଦିଅନ୍ତୁ ଗ୍ରୁପରେ, ସେଇ ଅନୁସାରେ ରୁମ୍ ବୁକିଂ କରାହବା। ଟିକେଟ କାଟିବା ପାଇଁ ପଡିବ, ସେ ଅନୁସାରେ ଡେଟ୍ ଫାଇନାଲ କଲେ। ଯୋଉମାନେ ଏକଚକ୍ରା ଯିବେ, ମହାରାଜ ଯାଇସାରନ୍ତୁ 3-4 ଦିନ ପରେ ମୁଁ ମେସେଜ ଦଉଛି। ଯୋଉମାନେ ଏକଚକ୍ରା ଯିବେ ସେମାନେ, ଆମେ ଯେହେତୁ ଶନିବାର ରବିବାର ହେଲା, ସୋମବାର ଦିନ ଏକଚକ୍ରା ଯିବା। ସୋମବାର ଏକଚକ୍ରା ଯିବେ, ମଙ୍ଗଳବାର ଦିନ ଆପଣ ରିଟର୍ନ କଲେ ଚଳିବ। ସୋମବାର ରାତିରେ ରିଟର୍ନ କଲି। ନା, ସୋମବାର ରାତି ଏକଚକ୍ରା ଗଲେ ଏକଚକ୍ରା ଫେରିବ ରାତି 9ଟା ହେଇଯିବ। ଏମିତି କରିପାରିବେ ଆପଣ। ଏକଚକ୍ରରୁ ଡାଇରେକ୍ଟ ଯଦି ଟ୍ରେନ କରିପାରିବେ, ଏକଚକ୍ର ତ ଟ୍ରେନ ନାହିଁ। ଏକଚକ୍ର ପାଖରେ ଗୋଟେ ରେଲୱେ ଷ୍ଟେସନ ଅଛି, ରାମପୁର ହାଟ। ରାମପୁର ହାଟରୁ ଆସିବେ ହାଉଡା, ନା ହାଉଡାରୁ ପୁଣି ଅସୁବିଧା ହବ ସେମିତି। ଆସିବେ ଆପଣଙ୍କ ଏଠିକି। ତାପରେ ସେଦିନ ଆମେ ଏକଚକ୍ରା ଯିବା ମାନେ ସେଠି ପହଞ୍ଚୁ 12ଟା 1 ହେଇଯିବ। ମାନେ ଭୋର 6ଟାରେ ଗଲେ 9ଟା 10ଟା ହେଇଯିବ। ଦର୍ଶନ ଫର୍ଶନ କରିକି ଆଉ ଆପଣ ଆସିବା କଷ୍ଟ ହବ। ହେଲେ ସେତେ ଦୂର ନ ଯାଇକି ମାୟାପୁରର ହିଁ ଆଉ କିଛି ଜାଗା ଆମକୁ ବୁଲେଇ ଦେଇଥାନ୍ତେ, ଏଇ ଯୋଉ ଜଗନ୍ନାଥ ଶାନ୍ତିପୁର ସେଗୁଡା ତ ସବୁ ଜଗନ୍ନାଥ। କଭର କରାହବ, ସେ 2 ଦିନ ହେଇଯିବ ସିଏ ତ ସବୁ। ପାଖଟା, ରାଜାପୁର ଜଗନ୍ନାଥ ମନ୍ଦିର ତ ପାଖଟା। ହଁ, ସେଥିରେ ମହାପ୍ରଭୁଙ୍କର ଜନ୍ମସ୍ଥଳୀ, ଜଗନ୍ନାଥ ମନ୍ଦିର, ଏ ସବୁ ପ୍ରଭୁ ଗୋଟେ ଇଏ ସବୁ ତ ଏକଦମ ପାଖରେ। ପାଖରେ ଅଛି। କୁହନ୍ତୁ ହୁଁ। ବୋଉ, ପ୍ରେମବତର ବୋଉ କୁହନ୍ତୁ। ମୁଁ କହିଲି ମୋର ଏଟା ଆପଣଙ୍କୁ ମାନେ କହୁନି କି କାହାକୁ ଦଉନି। ମୁଁ ପୂର୍ବ ଥର ମୁଁ ଯାଇଛି, ପ୍ରାୟ ଯାଇଛି, ଆଉ ଆପଣଙ୍କୁ ସେଇଟା ଆପଣ ବି ଯାଇଥିବେ। ଯଦି କିଏ ଯଦି ଯିବା ପାଇଁ ଆଉ ଗୋଟେ ଦିନ ଏମାନେ ଚାହୁଁଛନ୍ତି ଆମେ ପାଖାଘର ବୁଲିବୁ, ପ୍ରଭୁ ସବୁଠୁ ବେଷ୍ଟ ହବ। ଆପଣ ତ ଗୋଟେ ଦିନ ରଖିଛନ୍ତି ନବଦ୍ୱୀପରେ ବୁଲିବା ପାଇଁ, ଯଦି ପାରିବେ ପ୍ରଭୁ ସବୁଠୁ ବେଷ୍ଟ, ଯଦି ଚାହିଁବେ କାଟୁଆର ବହୁତ ଜାଗା ଅଛି ନା, ବହୁତ ଜାଗା ଯୋଉଟା ଗୋଟେ ଦିନର ଆରାମରେ ପ୍ରଭୁ 4-6 ଘଣ୍ଟାରେ କଭର କରି ହଉଛି। ଗାଡି କରିକି ସେଠି ଏମାନେ ଯାଇନଥିବେ ପ୍ରାୟ, ବୋଧେ କାଟୁଆରେ ମିନିମମ୍ 10-12ଟା ଜାଗା। କାଟୁଆ ବି ଯାଇପାରିବା, ପାଖରେ ଚୈତନ୍ୟ ମହାପ୍ରଭୁ ସନ୍ନ୍ୟାସ ପ୍ଲେସ କାଟୁଆ ଯାଇପାରିବା। କାଟୁଆରେ ଏମାନେ ଦେଖନ୍ତୁ, ଚୈତନ୍ୟ ଚେତାମୃତରେ ଯେତିକି ଲୀଳା ସବୁ କାଟୁଆରେ ହିଁ ହେଇଥିଲା। ଆଉ ସବୁ ଜାଗା ଏମାନଙ୍କୁ ଯଦି ଚାହିଁପାରିବେ କାଟୁଆକୁ ନେଇ ଯାଆନ୍ତୁ। ଆପଣ ବି ବହୁତ ସେଠି ବି ଆମର କାଟୁଆ ଇସ୍କନ ଯାଇପାରିବା। ଅଛି। ଇସ୍କନ ସିଏ ପ୍ରଭୁଜୀ ବୁଲେଇବେ, ସେମାନେ ଆରାମରେ ଆପଣଙ୍କୁ ବି ଟିକେ ଗାଇଡ କରିବେ। ଆପଣ ଯେ ସାଙ୍ଗରେ ସେଇଟା ଏମାନଙ୍କୁ କୁହନ୍ତୁ, ଖର୍ଚ୍ଚ ବି କମ। ଆଉ ଟ୍ରେନ ବି ଅଛି ସୁନ୍ଦର ଭାବରେ, 10 ଟଙ୍କାର ମାତ୍ର ଟିକେଟ କଲେ କାଟୁଆ, ବାସ୍ ଇଜିଲି ଟ୍ରେନରେ ପଳେଇବା, ଯାଇପାରିବ। ସମୁଦ୍ର ଟ୍ରେନରେ ନେଇ ପଳେଇବା, ସବୁଠୁ ବେଷ୍ଟ। ଆଜ୍ଞା, ଏଇ ଗୋଟେ ଦିନ ରଖନ୍ତୁ ପ୍ରଭୁ କାଟୁଆରେ, କାରଣ କେହି ଯାଇନଥିବେ। ମୁଁ ଭାବୁଛି ଯାଇଥିବେ, ମୁଁ ଜାଣିନି, ଆପଣ ତ କାଟୁଆରେ ଯାଉଛନ୍ତି। ପ୍ରୋଗ୍ରାମ କରିବା କିଛି ଅସୁବିଧା ନାହିଁ। ହଁ, କାଟୁଆରେ ମାନେ ବହୁତ ଜାଣିବେ ମହାପ୍ରଭୁଙ୍କର ସମାଧି, ଜଗା ମାଧଙ୍କ ଇଏ, ତାପରେ ଯୋଉଟା କି ବହୁତ ଜିନିଷ ଅଛି। ସଣ୍ଡେ କାଟୁଆ ପ୍ରୋଗ୍ରାମ। ଆଜ୍ଞା, କାଟୁଆ ପ୍ରୋଗ୍ରାମ ରଖନ୍ତୁ, ବହୁତ ଭଜନ କୀର୍ତ୍ତନ କରିକି, ଯୋଉଠି ନାରାୟଣ ସରକାରଙ୍କର ନୃତ୍ୟସ୍ଥଳୀ, ଯୋଉଠି ପାଉଁଜି ହଜିଥିଲା ରାଧେଶ୍ୟାମପୁର ପାଦଙ୍କର, ଅନେକ ଜାଗା ଅଛି, ସାମାନନ୍ଦ ପଣ୍ଡିତଙ୍କର ଇଏ ବହୁତ ବହୁତ ଜାଗା ଅଛି। ବୁଲନ୍ତୁ ଏଗୁଡା, ତାଙ୍କୁ ଟିକେ କୁହନ୍ତୁ ଏଇଗୁଡାକ ଲୀଳାସ୍ଥଳୀ ବୁଲେ, ସେଇଠି କୀର୍ତ୍ତନ କରାଯିବ। ମୁଁ ପ୍ରାୟ ସେଇଠିକି ଏମିତି ଯାଏ, ଯେତେବେଳେ ଏମାନଙ୍କୁ କୁହନ୍ତୁ ଯଦି ଯାଇପାରିବେ ଭଲ କଥା। ଏକଚକ୍ରା କରନ୍ତୁନି, କି ଏଗୁଡା ଟାଇମ ୱେଷ୍ଟ, ଶାନ୍ତିପୁର ବି କରନ୍ତୁନି। କାରଣ ପ୍ରଭୁ ଏମାନେ ଗୋଟେ ଦିନର ଇଏ ପ୍ରୋଗ୍ରାମ, ମାତ୍ର ଗୋଟେ ଦିନ ପ୍ଲେସ ବୁଲିବେ, ଏମାନେ ଜାଣିପାରିବେ। ନବଦ୍ୱୀପ ପରିକ୍ରମା ଅଲଗା, ଏମାନେ ଯଦି ଆଉ ଅଧିକା ଚାହିଁବେ ତାହେଲେ ପରିକ୍ରମା ବୁଲନ୍ତୁ। ଆମେ ଯୋଉ ପରିକ୍ରମା କରାହଉଛି ବ୍ରଜମଣ୍ଡଳ ପରିକ୍ରମା, ଇଏ ଯାଇ ବୁଲନ୍ତୁ ସବୁ ଜାଗା। କିନ୍ତୁ କାଟୁଆ ଗୋଟେ ଦିନ ରଖନ୍ତୁ, ମୁଁ ଭାବୁଛି ଏଇଟା ଠିକ ହେବ। ଆପଣ କେତେ ଦୂର ବିଚାର କରନ୍ତୁ, ତାପରେ ଯୋଉଟା ନା, ଆପଣଙ୍କୁ ଠିକ ଭଲ ଲାଗିବ ହବ, ଆପଣ ଏଇଟା ଭଲ ପ୍ରପୋଜାଲ, କିଛି ଖରାପ ନାହିଁ, ଭଲ ପ୍ରପୋଜାଲ। ଦେଖନ୍ତୁ କୋଉଟା ସୁବିଧା। ଖର୍ଚ୍ଚ ବି ବହୁତ କମ ହବ, ଆପଣ କରିପାରିବେ ଯଦି ହଁ, କରିପାରିବେ। ଖର୍ଚ୍ଚ ବି କମ ହବ, ଯିବା ଆସିବା କମ ହବ, ଖାଇବା ପିଇବା ବି କମ ହବ। ଗୋଟେ ଦିନରେ ନୂଆ ଜାଗା ବି ବୁଲି ଆସିବ ସବୁ। ଆଜ୍ଞା, ଖାଇବା ବି ସେଇଠି ମିଳିବ ପ୍ରଭୁ। ଏଠି ଇସ୍କନ ଅଛି ଆମର, କାଟୁଆରେ ଓହ୍ଲେଇଲେ ହଁ, ଆମର ଇସ୍କନ ଅଛି ଷ୍ଟେସନ ପାଖରେ ପ୍ରଭୁ। ତେଣୁ ଆପଣ ଦେଖନ୍ତୁ କୋଉଟା ଠିକ ଲାଗୁଛି, ତାପରେ ଏମାନଙ୍କୁ କହିବେ, ଆଉ ଥରେ ମିଟିଂ କରିକି କହିବେ ଆଉ। ଠିକ ଅଛି। ସମସ୍ତେ କଣ କାଟୁଆ କେବେ ଯାଇଛ? ତାହେଲେ ମହାପ୍ରଭୁଙ୍କ ସନ୍ନ୍ୟାସ ଜାଗା ଥରେ ଦେଖ, ବହୁତ ଲୀଳା ଅଛି ଆଜ୍ଞା, ସେଠି। କାଟୁଆ ବହୁତ ଥରେ ଦେଖ। ଲୀଳା। ସେ ତାହେଲେ ଲୀଳା କାଟୁଆ, ଦେଖିଲେ ତାହେଲେ ଆମେ ମାନେ ସଣ୍ଡେ ଦିନ କାଟୁଆ ଯିବା। ପ୍ରଭୁ ରବିବାର କାଟୁଆ, ଆମେ ସେଦିନ ବ୍ୟାକ୍ କରିବା। ରବିବାର ଦିନ କାଟୁଆ ଦେଖି ସେଦିନ ରାତିରେ ବ୍ୟାକ୍ କରିବା। ଆରାମରେ ବ୍ୟାକ୍ କରିପାରିବେ ଇଜିଲି। ଆରାମସେ ବ୍ୟାକ୍ ଆପଣ କରିହବ। ଆପଣ ସନ୍ଧ୍ୟା ତାହେଲେ ପୂର୍ବରୁ ସେଇଟା ଭଲ। ପହଞ୍ଚିବେ ଆସି। ପ୍ରଭୁ ହରିବୋଲ, ପ୍ରେମବତର ପ୍ରଭୁ, କାଟୁଆ ଆଜ୍ଞା, ଦର୍ଶନ କରିକି ବ୍ୟାକ୍ କରିବ ମାୟାପୁର। କାଟୁଆ ଦର୍ଶନ କରିକି ହାଉଡାରେ ଆସିକି ଟ୍ରେନ ଧରିହବନି ରାତି 9ଟାରେ। ନାଇଁ ହାଉଡା ଯାଇ ହବନି ଆଜ୍ଞା, ମାୟାପୁର ବ୍ୟାକ୍ କରିହବ। ଘରକୁ ସେ ବ୍ୟାକ୍ କରିବା ମାନେ ଭୁବନେଶ୍ୱର ଆସିବା କଥା କହୁଛନ୍ତି। ଓହୋ, ନାଇଁ ଭୁବନେଶ୍ୱରରେ ମୁଁ ସେଦିନ କହିପାରିବିନି ଏତେ ଆସିହବନି ପ୍ରଭୁ। ସେଦିନ ମାନେ ଆମେ କାଟୁଆର ପ୍ରୋଗ୍ରାମ ଶେଷ କରିକି ଆସିକି ମାୟାପୁରରେ ହଲ୍ଟ କରିବା ପାଇଁ ପଡିବ। ଆଜ୍ଞା, ମାୟାପୁରରେ ହୋଲ୍ଡ କରିବାକୁ ପଡିବ।
ଠିକ ଦେଖନ୍ତୁ କୋଉମାନେ ଇଣ୍ଟରେଷ୍ଟେଡ ହଁ, ମୁଁ ହଉଛନ୍ତି ବି ଆପଣ କଲେ ହେଇଯିବ ପ୍ରଭୁଜୀ। ରିଟର୍ନ ଟିକେଟ ଟା ମଣ୍ଡେ ଯଦି କରିବେ ହେଇପାରିବ। ହଁ ଯଦି ଆପଣ ସଣ୍ଡେ ରାତିରେ କରିବେ ବି ରାତି 10ଟା ପରେ ଯଦି କରିବେ ତାହେଲେ କାଟୁଆରୁ ଡାଇରେକ୍ଟ ଟ୍ରେନ ଆସୁଛି ହାଉଡା ସେ ଯୋଉ ଆମର ଟ୍ରେନ ତମେ ଆଉ ମାୟାପୁର ନ ଯାଇକି ତମେ ଲଗେଜ ଏକା ସାଙ୍ଗେ ନେଇ ପଳେଇଥିବ ପୁରା ବୁଲି ଆଣି ପାରିଲା ଏକାଥରେ ଲଗେଜ ଅସୁବିଧା ସେଇଠୁ କରି ପ୍ରୋଗ୍ରାମ ସରିଲା ଦିଟା ତିନିଟାରେ ଆଜ୍ଞା ଆଜ୍ଞା ପ୍ରୋଗ୍ରାମ ସରିଲା ସେଇଠୁ ଗାଡିରେ ବସିଲ ଆସି 6ଟାରେ ଗାଡିରେ ବସିଲେ ବି ଆସିକି 9ଟା କି 10ଟାରେ ପହଞ୍ଚିବ ହଁ ହଁ ହାଉଡାରେ ଦିଟା ତିନିଟାରେ ସରିଯିବ ତ ପ୍ରଭୁ ଦିଟା ତିନିଟାରେ ସରିଯିବ। 6ଟା ପର୍ଯ୍ୟନ୍ତ କେବେ ଆମେ ରହିବାନି 6ଟା ପର୍ଯ୍ୟନ୍ତ କେବେ ବି ନାଇଁ ରହିବାନି 4ଟା ଭିତରେ ପ୍ରୋଗ୍ରାମ ଶେଷ ସରିଯିବ ଆଜ୍ଞା ଆଉ ମାୟାପୁର ଆସିକି ଲଗେଜ ନେଇ ଯିବା କଷ୍ଟ ହବ ସେଇଟା ସମ୍ଭବ ନୁହେଁ ସେଇଟା ସେ ବରଂ ହାଉଡାରେ ପହଞ୍ଚି ଯାଇଥିବ। ତ ଦେଖନ୍ତୁ ହରେ କୃଷ୍ଣ ପ୍ରଭୁ ହଉ ଭେରି ନାଇସ୍ ପ୍ରପୋଜାଲ ଏଇଟା ତ ପାଖ ବାଟ ଏଇଟା ବି ଥରେ ଯିବା କାଟୁଆରେ ଯିବା ସଣ୍ଡେ ଦିନ ଆଚ୍ଛା ପ୍ରଭୁ ଆପଣ କାଟୁଆରୁ ହାୱଡା କେତେ 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 ଡିଷ୍ଟାନ୍ସ କେତେ କେତେ ଘଣ୍ଟା ଲାଗିବ କାଟୁଆରୁ ହାୱଡା ଆସିବା ପାଇଁ? 3.5 ଘଣ୍ଟା ଟ୍ରେନ ଲୋକାଲ ଟ୍ରେନରେ ଆଜ୍ଞା ସାଢେ ତିନି ଘଣ୍ଟା ନୁହଁ ପାସିଂ 3 ଘଣ୍ଟା 3 ଘଣ୍ଟା 15 ମିନିଟ୍ ଏମିତି ଲୋକାଲ ଟ୍ରେନ ତାହେଲେ ସେଦିନ ଆସିକି ସେଦିନ ଆସିକି ହାୱଡାରେ ଧରି ହବ ହାୱଡାରୁ ଭୁବନେଶ୍ୱର ଧରି ହବ। ହଁ ଧରି ହବ ଡାଇରେକ୍ଟ କାଟୁଆରୁ ଆସିବ ଆଉ ମାୟାପୁର ଯିବନି ମାୟାପୁର ଗଲେ ଆଉ ସମୟ ହବନି ଠିକ ଅଛି ତାହେଲେ ଫାଇନାଲ ଏଇଆ ହେଲା ଆମେ ଶନିବାର ଦିନ ପ୍ରୋଗ୍ରାମ ରବିବାର ଦିନ କାଟୁଆ ସୋମବାର ଯିଏ ଯେମିତି ଆମର ସବୁ ଯିବା ରିଟର୍ନ ଜାଗା କରିବେ ଆଉ ଯିଏ ରହିଲେ ଆମର ଏକଚକ୍ର ଯିବା ପାଇଁ ଅଲଗା ଅଲଗା ଭକ୍ତ କିଏ ଆମର ଚାହୁଁଛନ୍ତି ଜଣେ ଯିବା ତାକୁ ନେଇଯିବା ମାନେ ବୁଲେଇବ ଆଚ୍ଛା 21 22 23 ହେଲା ବୋଧେ ପ୍ରଭୁ ନାଇଁ କି ହଁ ନା ମେନ୍ ଆଜ୍ଞା ପ୍ରୋଗ୍ରାମ ହେଲା ପ୍ରୋଗ୍ରାମ ଦେଖିଲେ ଶନିବାର ରବିବାର 2 ଦିନ ତାପରେ ଅପସନାଲ ଯିଏ ଚାହିଁଲେ ରହିଲେ ନହେଲେ ନାହିଁ ଆଜ୍ଞା ଆଜ୍ଞା ବାସ୍ ବାସ୍ ହୁଁ ଠିକ ଅଛି ହରେ କୃଷ୍ଣ ଜଗତ କୃଷ୍ଣ ଗୋପାଳ ମହାରାଜ की जय ଜୟ